आम कौन देखते ना भगवान अर्जुन जिते भगवान को अनुरोध कले मोर सब मोह दूर हो जाइए मु केमी आपण को दृश्य जगत रे देखिबी तो भगवान तांकर विराट रूप तो विराट रूप रे अर्जुन कौन देखिते किए कार मन अच्छी किए कह हैंड रेज करंतु हाँ कहतु माता जी। हरे कृष्ण माता जी कहतु माधुरी माता जी। हरे कृष्ण प्रभु जी प्रणाम। प्रणाम। ऊपर को उठेबे प्रभु जी। हाँ मु कहली प्रश्न रे कि अर्जुन विराट रूप रे कौन कौन सब देखिते विश्व रूप देखले प्रभु जी। विश्व रूप रे कौन कौन मुख्य रूप रे कौन देखिले भगवान विश्व ब्रह्मांड हरे कृष्ण आउ कार किछ मन अछि। हरे कृष्ण कहतु जार जी मन अच्छी कहतु प्रभु जी विश्व रूप रे अर्जुन देखिले प्रभुଙ୍କ निकटरे ସବୁ କିଛି ସୃଷ୍ଟି ବି ହଉଛି ସବୁ କିଛି ପ୍ରଳୟ ହଉଛି ବିନାଶ ହଉଛି ଆଉ ସମସ୍ତେ ଜୀବ ବି ଜନ୍ମ ହଉଛନ୍ତି ଆଉ ଏଠି ଠାକୁରଙ୍କ ଭଗବାନଙ୍କର ଭୟଙ୍କର ଦୃଶ୍ୟ ବି ଅଛି ଆଉ ସୁନ୍ଦର ଦୃଶ୍ୟ ବି ଅଛି ଏ ପୃଥିବୀରେ ବିଲକୁଲ ସବୁ କିଛି ଜିନିଷ ପ୍ରଭୁଙ୍କ ପାଟି ଭଗବାନ ଭିତରେ ଆସି ବିଷୟ। ଆଉ କଣ ଆମେ ଦେଖିଥିଲେ କି ଭଗବାନ ଅର୍ଜୁନଙ୍କର ଅନୁରୋଧରୁ ପ୍ରଥମେ ଚତୁର୍ଭୁଜ ନାରାୟଣ ରୂପରେ ଆସିଲେ ତାପରେ ଦ୍ୱିଭୁଜ ରୂପ ଶ୍ୟାମ ସୁନ୍ଦର କୃଷ୍ଣ ରୂପରେ ଆସିଲେ ତ ଭଗବାନ ଦେଖିବାକୁ ଚାହୁଁଥିଲେ କି ଏଇ ଯୋଉ ବିଷ୍ଣୁ ରୂପ ବି ନାରାୟଣ ରୂପ ବି ଭଗବାନ ହିଁ ଆସିଛି। ତାପରେ କଣ ଭଗବାନ କହିଲେ କି ଭଗବାନଙ୍କର ଏଇ ରୂପ ଦେଖିବାକୁ ଦେବତା ମାନେ ମଧ୍ୟ କଣ ସୁଯୋଗ ଉଠୁଥାନ୍ତି କାହିଁକି ନା ଭଗବାନଙ୍କର ଯୋଉ ଦ୍ୱିଭୁଜ ରୂପ ଦେଖିବା ବହୁତ କଷ୍ଟକର। ସେମାନେ ନାରାୟଣ ରୂପରେ ଭଗବାନଙ୍କୁ ଦେଖନ୍ତି କାହିଁକିନା ସେମାନେ ଅଫିସିଆଲ ଅଫିସରେ ଅଫିସରଙ୍କୁ ଦେଖା କରିବେ ନା ଆଉ ଘର ଲୋକ ସିନା ସେ ଅଫିସର ସହିତ ଯିଏ ଘରୋଇ ଯାହାର ସମ୍ପର୍କ ତ ସେ ଘରେ ତାକୁ ଘରେ ନର୍ମାଲ ଭାବରେ ଦିଶିପାରିବ ତ ସେମିତି ଅର୍ଜୁନ ତାଙ୍କର ଘର ଲୋକ ସେଥିପାଇଁ ଦେଖିପାରିବେ ହେଲା। ତ ଏଇ ଯୋଉ ଅଧ୍ୟାୟ 12 ନାଁ ହିଁ ହଉଛି ଭକ୍ତି ଯୋଗ। ଏମିତି ବି ଦେଖିବା ଯଦି ଭଗବତ ଗୀତାର ପ୍ରତ୍ୟେକ ଅଧ୍ୟାୟରେ ଭକ୍ତି ବିଷୟରେ ହିଁ କୁହାଯାଇଛି କିନ୍ତୁ 12 ଅଧ୍ୟାୟ ବିଶେଷ କରି ଭକ୍ତି ଯୋଗ ନାଁରେ ଅଛି କାହିଁକି ନା ଏଥିରେ ଭଗବାନଙ୍କର ସେବା ଆମେ କରିପାରିବା ଆଉ ଭଗବାନ ଏଇଠି କେତେ ଗୁଡା ନୂଆ ଜିନିଷ ସବୁ ବତେଇଛନ୍ତି ଆଉ ଭକ୍ତି କେମିତି ଆମେ ପ୍ରାପ୍ତ କରିପାରିବା ତାର ଚରଣ କେମିତି ଶୁଦ୍ଧ ଭକ୍ତି ପାଇବାର କଣ କଣ ଚରଣ ସେ ବିଷୟରେ ଆଉ କିଛି ଅର୍ଜୁନଙ୍କର ଶଙ୍କା ଅଛି ଯାହାକୁ ଭଗବାନ ହିଁ କହିପାରିବେ ଆଉ କିଏ କହିପାରିବ ନାହିଁ ସେ ବିଷୟରେ ଭଗବାନ ଏଠି ବୁଝେଇଛନ୍ତି ତ ଆମେ ଆରମ୍ଭ କରିବା। ପ୍ରଥମ ଶ୍ଲୋକ ମୁଁ ପଢୁଛି ଛୋଟିଆ ଅଧ୍ୟାୟ ମାତ୍ର 20ଟି ଶ୍ଲୋକ କିନ୍ତୁ ବହୁତ ବହୁତ ମହତ୍ଵ ଭକ୍ତି ଯୋଗ। ହରେ କୃଷ୍ଣ ଗୋଟେ ସେକେଣ୍ଡ ମାତାଜୀ ସ୍କ୍ରୋଲ କାମ କରୁନି। ହଁ ଭକ୍ତି ଯୋଗ ଭଗବାନଙ୍କର ପ୍ରେମମୟୀ ସେବା ଶ୍ଲୋକ 1 अर्जुन उवाच एवं सततयुक्ता ये भक्तास्त्वं पर्युपासते ये चाप्यक्षरम् अव्यक्तम् तेषां के योगवित्तमाः। अर्जुन पचारिले ଯେଉଁମାନେ ସର୍ବଦା ଯଥାବିଧି ଆପଣଙ୍କ ଭକ୍ତିପୂର୍ଣ୍ଣ ସେବାରେ ନିଯୁକ୍ତ ସେମାନେ ଉତ୍ତମ ଯୋଗୀ ନା ଯେଉଁମାନେ ଅବ୍ୟକ୍ତ ନିର୍ବିଶେଷ ବ୍ରହ୍ମ ଉପାସନା କରନ୍ତି ସେମାନେ ଉତ୍ତମ ଯୋଗୀ। ତ
अर्जुनଙ୍କର ପ୍ରଶ୍ନ ବହୁତ ଏଥିରେ ବିବେକପୂର୍ଣ୍ଣ। ଆମେ ଜାଣିଛନ୍ତି ଯୋଉ ଯୋଗୀ ମାନେ ଅଛନ୍ତି ନା, ଭକ୍ତି ଯୋଉମାନେ କରନ୍ତି ଭଗବାନଙ୍କୁ, ଦି ପ୍ରକାର ଅଛନ୍ତି। ଗୋଟେ ହେଲେ ନିର୍ବିଶେଷ, ଗୋଟେ ହେଲେ କଣ ବିଶେଷ। ମାନେ କିଛି ଲୋକ ଭଗବାନଙ୍କୁ ସାକାର ରୂପରେ ପୂଜା କରନ୍ତି, କିଛି ଜଣ କଣ ଭଗବାନଙ୍କୁ ନିରାକାର ରୂପରେ ପୂଜା କରନ୍ତି। ତ ଅର୍ଜୁନଙ୍କର ପ୍ରଶ୍ନ ହେଲା, ଯୋଉମାନେ କଣ ନା ଆପଣଙ୍କୁ କଣ କହୁଛନ୍ତି ନା, ଯୋଉମାନେ ଭକ୍ତିପୂର୍ଣ୍ଣ ବିଧିରେ ସାକାର ରୂପରେ ପୂଜା କରୁଛନ୍ତି ସେମାନେ ଉତ୍ତମ, ନା ଯେଉଁମାନେ ଆପଣଙ୍କୁ ବ୍ରହ୍ମ ତେଜ ହିସାବରେ କିମ୍ବା ଅବ୍ୟକ୍ତ ରୂପରେ ପୂଜା କରୁଛନ୍ତି ସେମାନେ ଉତ୍ତମ। ତ ଭାଗବତମରେ କଣ ଲେଖା ହେଇଛି ନା, ଭଗବାନଙ୍କର ପରମ ସତ୍ୟର ଅନୁଭୂତି ତିନି ପ୍ରକାର କରାଯାଏ। କଣ? वदन्ति तत्त्वविदस्तत्त्वम् यज्ञानम् अव्ययम् ब्रह्मेति परमात्मेति ଭଗବାନିତି ଶବ୍ଦତେ। ତାମାନେ ପରମ ସତ୍ୟକୁ ଅନୁଭବ କରିବାର ତିନିଟି କଣ? ବ୍ରହ୍ମ ବା ଭଗବାନଙ୍କର ଶରୀରର ତେଜ, ଦ୍ୱିତୀୟ ହେଲା ପରମାତ୍ମା, ଯୋଗୀ ମାନେ ତାଙ୍କର ହୃଦୟରେ ପରମାତ୍ମାକୁ ଅନୁଭବ କରନ୍ତି, ତୃତୀୟ ହେଲେ ସ୍ୱୟଂ ଭଗବାନ, ଯୋଉ ଭକ୍ତ ସେମାନେ ଭଗବାନଙ୍କୁ ସିଧା ସିଧା ଯୋଡି ହୁଅନ୍ତି। ତ ସେଇଥିପାଇଁ ଅର୍ଜୁନ ଏବେ ପଚାରୁଛନ୍ତି, ଏ ଯୋଉ ଦି ପ୍ରକାର ଲୋକ ରହିଥାଏ, ଯୋଉମାନେ ଆପଣଙ୍କୁ ଭକ୍ତି ଭାବରେ ପୂଜା ତ କରୁଛନ୍ତି, କିନ୍ତୁ କଣ ନା କେତେ ଜଣ ନିରାକାର, କେତେ ଜଣ ସାକାର ରୂପରେ ପୂଜା କରୁଛନ୍ତି। ତ କୋଉ ସେବାଟା ଶ୍ରେଷ୍ଠ? ତ ସେ ଶ୍ଲୋକ ଏଇ ଉତ୍ତରରେ ଭଗବାନ କଣ କହୁଛନ୍ତି ତାକୁ ଟିକେ ଆମେ ଭଲସେ ପଢିବା। ତା ସହିତ ପ୍ରଭୁପାଦଙ୍କର ଯୋଉ ତାତ୍ପର୍ଯ୍ୟରେ ବି କିଛି ଆମେ କଣ କରିବା ନା ଆଲୋଚନା। ହରେ କୃଷ୍ଣ। ଶ୍ଲୋକ हरे कृष्ण ନମ୍ବର 2 प्रभु। ପଢନ୍ତୁ। हरे कृष्ण प्रभु। ହରେ କୃଷ୍ଣ। श्रीभगवानुवाच मय्यावेश्य मनो ये मान् नित्ययुक्ता उपासते श्रद्धया परयोपेतास्ते मे युक्ततमा मताः। ଅନୁବାଦ। ଶ୍ରୀ ଭଗବାନ କହିଲେ, ଯେଉଁ ବ୍ୟକ୍ତିମାନେ ମୋର ସାକାର ରୂପରେ ମନକୁ ସ୍ଥିର ରଖି ସର୍ବଦା ଅତ୍ୟନ୍ତ ଶ୍ରଦ୍ଧା ଓ ବିଶ୍ୱାସର ସହିତ ମୋର ପୂଜା ଅର୍ଥାତ୍ ଉପାସନାରେ ନିଯୁକ୍ତ ଥାନ୍ତି, ମୋ ବିଚାରରେ ସେମାନେ ସର୍ବୋତ୍ତମ ଯୋଗୀ ଅଟନ୍ତି। ହରେ କୃଷ୍ଣ ପ୍ରଭୁ। ହରେ କୃଷ୍ଣ। ଧନ୍ୟବାଦ। ତ ଅର୍ଜୁନର ପ୍ରଶ୍ନର ଉତ୍ତରରେ ଭଗବାନ ସଫା ସଫା କଣ ଉତ୍ତର ଦଉଛନ୍ତି? ଭଗବାନ କହିଲେ କି ଯୋଉମାନେ ଭଗବାନଙ୍କର ସାକାର ରୂପରେ ପୂଜା କରୁଛନ୍ତି ସେମାନେ ଶ୍ରେଷ୍ଠ, ଆଉ ଯୋଉମାନେ ଭଗବାନଙ୍କର ନିରାକାର ରୂପରେ ପୂଜା କରୁଛନ୍ତି ସେମାନେ କଣ ନା ଭକ୍ତି ମାର୍ଗ ଛାଡିକି ଜ୍ଞାନ ମାର୍ଗରେ ଆଗକୁ। ତ ଜ୍ଞାନ ମାର୍ଗରେ ଆଗକୁ ବଢିଲେ କଣ ହବ ନା ନିଜ ବୁଦ୍ଧି ଲଗେଇବାକୁ ପଡିବ, ନିଜ ବୁଦ୍ଧିରେ ଭଗବାନଙ୍କୁ ଜାଣିବାକୁ ସେମାନେ ଚେଷ୍ଟା କରୁଛନ୍ତି। ତ ୟା ଦ୍ଵାରା କଣ ହବ, ଯଦି ଆମେ ନିଜ ବୁଦ୍ଧିରେ ଜାଣିବାକୁ ଚାହିଁବା ଆମକୁ ବହୁତ ବହୁତ ସମୟ ଲାଗିବ, କାହିଁକି ନା ଆମର ବୁଦ୍ଧି ଏତେ ଉତ୍ତମ ନାହିଁ। ବ୍ରହ୍ମା ଆଚ୍ଛା କି କହିପାରିବ ବ୍ରହ୍ମାଙ୍କର ଶରୀର କୋଉ ତତ୍ଵରେ ବନା? ଆମର ଶରୀର ପଞ୍ଚ ତତ୍ଵରେ ବନା, है ना? ତ ବ୍ରହ୍ମାଙ୍କର ଶରୀର କୋଉ ତତ୍ଵରେ ବନା ସେ ଜାଣିଛି? ହରେ କୃଷ୍ଣ। ଚେଷ୍ଟା କରନ୍ତୁ କହିବା ପାଇଁ। ହରେ କୃଷ୍ଣ। ଚାଲ ମୁଁ କହିଦଉଛି, ବ୍ରହ୍ମାଙ୍କର ଶରୀର ବୁଦ୍ଧି ତତ୍ଵରେ ତିଆରି। ତ ଯାହାର ଶରୀର ସ୍ୱୟଂ ବୁଦ୍ଧି ତତ୍ଵରେ ତିଆରି, ଚାରିଟା ଯାହାର ମୁଣ୍ଡ, ଭାବ ସିଏ ବି କଣ ନିଜ ବୁଦ୍ଧି ଦ୍ଵାରା ଭଗବାନଙ୍କୁ ଜାଣିପାରୁନା। ତ ଯିଏ ନିଜ ବୁଦ୍ଧି ଜ୍ଞାନ ଦ୍ଵାରା ଭଗବାନଙ୍କୁ ଜାଣିନଥିବ କେମିତି ବୁଝିପାରିବ? ସପ୍ତମ ଅଧ୍ୟାୟରେ ଭଗବାନ କଣ କହିଛନ୍ତି? ବହୁନାମ ଜନ୍ମ ନାମ ଅନ୍ତେ ଜ୍ଞାନବାନ ମାମ ପ୍ରପଦ୍ୟତେ ବାସୁଦେବ ସର୍ବମ୍ ଇତି ସ ମହାତ୍ମା ସୁଦୁର୍ଲଭ। ତ ଯିଏ ନିଜ ଜ୍ଞାନରେ ଜାଣିବାକୁ ଚାହିଁବ ତାକୁ ବହୁତ ବହୁତ ଜନ୍ମ ଲାଗିବ, ତାପରେ ବି ସେ ଯେତେବେଳେ କୌଣସି ଭକ୍ତ କିମ୍ବା ଗୁରୁଙ୍କ ସାନ୍ନିଧ୍ୟରେ ଯିବ ସେତେବେଳେ ସେ ଜାଣିବ ବାସୁଦେବ ସର୍ବମ୍। ବାସୁଦେବ କିଏ? ଭଗବାନ କୃଷ୍ଣ ହିଁ
ମୁଖ୍ୟ, ସେତେବେଳେ ତାକୁ କଣ ପରମ ଗତି ମିଳିବ, ଠିକ କି ନାହିଁ? ତ ଯୋଉମାନେ ଭଗବାନଙ୍କୁ ଏଇ ବ୍ରହ୍ମ ଜ୍ୟୋତିରେ ହିସାବରେ ଯୋଉ ପୂଜା କରନ୍ତି, ଭଗବାନଙ୍କର ନିରାକାର ରୂପରେ ସାକାର ରୂପକୁ ମାନନ୍ତି, ଯୋଉ ବ୍ରହ୍ମ ଜ୍ୟୋତି କୋଉଠୁ ଆସୁଛି? ଆମେ ଦେଖିବା ପ୍ରତ୍ୟେକ ନିରାକାରର କିଛି ନା କିଛି ଆକାର ଥାଉଛି। କଣ ପାଇଁ? ସେ ଆକାର ଉପରେ ନିର୍ଭର। ଯେମିତି ଆମେ ଦେଖିବା ସୁଗନ୍ଧ କୋଉଠୁ ଆସୁଛି? ଫୁଲରୁ ଆସୁଛି, ଫୁଲର ତ ଆକାର ଅଛି। ଆଉ ଯେମିତି ଦେଖିବା ପ୍ରକାଶ କୋଉଠୁ ଆସୁଛି? ସୂର୍ଯ୍ୟର ଆକାର ଅଛି। ତ ସେମିତି ଯୋଉ ବ୍ରହ୍ମ ତେଜ, ଯାହାକୁ ନିର୍ବିଶେଷବାଦୀ ମାନେ ବା ନିରାକାରବାଦୀ ମାନେ ପୂଜା କରନ୍ତି, ସିଏ ବି କୋଉଠୁ ଆସୁଛି? ଭଗବାନ 14 ଅଧ୍ୟାୟର 27 ନମ୍ବର ଶ୍ଲୋକରେ କହିଛନ୍ତି, ବ୍ରହ୍ମଣ ହି ପ୍ରତିଷ୍ଠାନମ୍, ମାନେ ଯୋଉ ବ୍ରହ୍ମ ତେଜ ମୋ ଶରୀରରୁ ଆସୁଛି। ତ ସେମାନେ ଭଗବାନଙ୍କୁ ପରୋକ୍ଷ ଭାବରେ ସିଧା ସିଧା ନ କରି ଇନଡାଇରେକ୍ଟଲି ପୂଜା କରୁଛନ୍ତି, କିନ୍ତୁ ସେମାନେ ସେ କଥା ଜାଣି ପାରୁନାହାନ୍ତି। ଆଉ ଗୋଟେ କଣ ଜିନିଷ ନା, ଯୋଉମାନେ ବ୍ରହ୍ମ ଜ୍ୟୋତିକୁ ପୂଜା କରନ୍ତି ତାଙ୍କୁ ସମୟ ତ ଲାଗେ ଆଉ ଜ୍ଞାନ ଲାଗେ। ସେମାନେ କୁହନ୍ତି କି ଭକ୍ତି ବାଲା ଲୋକ, କିଛି ଜ୍ଞାନ ନାହିଁ, ତାର ବୁଦ୍ଧି ନାହିଁ, ସେ କଣ କେବଳ ଭାବ ଅନୁସାରେ ଭଗବାନଙ୍କୁ ପୂଜା କରେ। କିନ୍ତୁ ଦଶମ ଅଧ୍ୟାୟରେ ଭଗବାନ କଣ କହିଲେ? ଦଦାମି ବୁଦ୍ଧି ଯୋଗମ୍ ତମ୍, ଭଗବାନ କହିଲେ ଯିଏ ମୋର ଭକ୍ତି କରୁଛି, ମୁଁ ତାକୁ ବୁଦ୍ଧି ଯୋଗ ବି ଦଉଛି। ବୁଦ୍ଧି ଭଗବାନ ଦଉଛନ୍ତି, ଜ୍ଞାନ ବି ଦଉଛନ୍ତି, ଠିକ କି ନାହିଁ? ଆଉ ଭଗବାନଙ୍କୁ ନିରାକାରବାଦୀ କେବଳ କଣ ରୂପରେ ଜାଣିପାରୁଛି? ବ୍ରହ୍ମ ରୂପରେ। କିନ୍ତୁ ଭକ୍ତ ଭଗବାନଙ୍କୁ ପୁରାପୁରି ଯୋଉ ହିସାବରେ ଭଗବାନ ଅଛନ୍ତି ସେଇ ତତ୍ଵ ରୂପରେ ଜାଣି ପାରୁଛି। ଆଉ କଣ ନା, ପ୍ରଭୁପାଦ କଣ କହିଛନ୍ତି ଏଥିରେ ନା, ଗୋଟେ ବଢିଆ ଉଦାହରଣ ଦେଇଛନ୍ତି। ପଞ୍ଚମ ଏଇ ନାଇଁ 5 ନମ୍ବର ଶ୍ଲୋକରେ ଉଦାହରଣ ଦେଇଛନ୍ତି। ଚାଲ 3 ନମ୍ବର 4 ନମ୍ବର କରିଥାନ୍ତୁ, 5 ନମ୍ବର ଶ୍ଲୋକରେ ସେ ଉଦାହରଣଟା ଅଛି, ତାକୁ 5 ନମ୍ବର ଶ୍ଲୋକରେ ପଢେ। ହରେ କୃଷ୍ଣ, ପ୍ରତିମା ହରେ ମାତାଜୀ କୃଷ୍ଣ। ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ ପ୍ରଭୁଜୀ, ପ୍ରଣାମ। ଶ୍ଲୋକ ପ୍ରଣାମ। ସଂଖ୍ୟା 3-4। ये त्वक्षरं मनिर्देश्यम् अव्यक्तं पर्युपासते सर्वत्र गमचिन्त्यै च कूटस्थमचलं ध्रुवम् सन्नियम्येन्द्रियग्रामम् सर्वत्र समबुद्धयः ते प्राप्नुवन्ति मामेव सर्वभूतहिते रताः। ଶ୍ରୀଲ ପ୍ରଭୁପାଦ କି ଜୟ। ଅନୁବାଦ। କିନ୍ତୁ ଯେଉଁମାନେ ଇନ୍ଦ୍ରିୟ ସଂଯମ କରି ସର୍ବତ୍ର ସମବୁଦ୍ଧି ସମ୍ପନ୍ନ ହୋଇ ସମ୍ପୂର୍ଣ୍ଣ ରୂପେ ଅବ୍ୟକ୍ତ ଉପାସନା କରନ୍ତି, ଅର୍ଥାତ୍ ଯାହା ଇନ୍ଦ୍ରିୟ ମାନଙ୍କ ସାହାଯ୍ୟରେ ବୁଝାଯାଇ ପାରିବ ନାହିଁ, ଯାହା ସର୍ବବ୍ୟାପକ, ଅଚିନ୍ତ୍ୟ, ଧ୍ରୁବ ଏବଂ ଅଚଳ, ଯାହା ପରମ ସତ୍ୟ ସ୍ୱରୂପ ଭଗବାନଙ୍କର ନିର୍ବିଶେଷ ଭାବ, ତାହାରି ଉପାସନା କରନ୍ତି ଏବଂ ସମସ୍ତ ଜୀବର ମଙ୍ଗଳ କାମନା କରନ୍ତି, ସେମାନେ ଶେଷରେ ମୁକ୍ତି ପାଆନ୍ତି। ହରେ କୃଷ୍ଣ। ହରେ କୃଷ୍ଣ ମାତା, ଧନ୍ୟବାଦ। ଦେଖ ଭଗବାନ ଏଠି କହୁଛନ୍ତି, ଦେଖ ଯୋଉମାନେ କଣ ନା ଏଇ ପ୍ରକାର ଯୋଉ ଯୋଗ, ଅନ୍ୟ ଯୋଗରେ ଭକ୍ତି ଯୋଗକୁ ଛାଡିକି ଅନ୍ୟ ଉପାୟରେ ମତେ ଚିନ୍ତା କରନ୍ତି, ମୋ ପାଖକୁ ତ ଆସନ୍ତି, ଶେଷରେ ଭଗବାନ ପାଖକୁ ଯାଆନ୍ତି। କିନ୍ତୁ କେମିତି ଯାଆନ୍ତି ତାକୁ ପ୍ରଭୁପାଦ କେତେ ବଢିଆରେ ବୁଝେଇଛନ୍ତି। ଦେଖ କଣ କହୁଛନ୍ତି ପ୍ରଭୁପାଦ ନା, ଯୋଉମାନେ ଭଗବାନଙ୍କୁ ପ୍ରତ୍ୟକ୍ଷ ରୂପରେ, ପ୍ରତ୍ୟକ୍ଷ ରୂପ ମାନେ କଣ? ଭଗବାନଙ୍କର ବ୍ରହ୍ମଜ୍ୟୋତି ରୂପରେ, ନିରାକାର ରୂପରେ, ଆକାର ରୂପରେ ପୂଜା କରୁନାହାନ୍ତି। ସେମାନେ ଯୋଉମାନେ ପରୋକ୍ଷ ରୂପରେ ଭଗବାନଙ୍କୁ ପୂଜା କରୁଛନ୍ତି, ଭଗବାନଙ୍କୁ ନିରାକାର ରୂପରେ, ପ୍ରତ୍ୟକ୍ଷ ମାନେ ସିଧା ସିଧା ପୂଜା କରୁଛନ୍ତି। ତ କଣ ହଉଛି ତା ଦ୍ଵାରା ନା, ଲାଷ୍ଟରେ ଶେଷରେ ସେମାନେ ଭଗବାନଙ୍କୁ ପ୍ରାପ୍ତ କରୁଛନ୍ତି, କିନ୍ତୁ ତା ପାଇଁ କଣ ତାଙ୍କୁ ବହୁତ ସମୟ ଲାଗୁଛି, ଅନେକ ଜନ୍ମ ଲାଗୁଛି। ଅନେକ ଜନ୍ମ ପରେ ତାଙ୍କୁ ଏହି ଜ୍ଞାନ ପ୍ରାପ୍ତ ହଉଛି କି ଭଗବାନ ହିଁ ମୁଖ୍ୟ। ସେତେବେଳେ ସେମାନେ କଣ କରୁଛନ୍ତି? ଭଗବାନଙ୍କ ଶରଣରେ ଆସୁଛନ୍ତି। ତ ଯେମିତି ଏଇ ଯୋଉ ଶ୍ଲୋକରେ ବର୍ଣ୍ଣନା ହେଇଛି, ୟା ଅନୁସାରେ ଯଦି ଯିବାକୁ ପଡିବ, ତାହେଲେ କଣ? ପ୍ରଥମେ ଇନ୍ଦ୍ରିୟକୁ ସଂୟମ କରିବାକୁ, ତାପରେ ସମସ୍ତଙ୍କର ସେବା କରିବାକୁ ପଡିବ। ପ୍ରତ୍ୟେକ ଜୀବର
ମଙ୍ଗଳ କାମନା କରିବାକୁ ପଡିବ। ତାପରେ ଅନେକ ଜନ୍ମ ହେଲା ପରେ ସେ ଭଗବାନଙ୍କ ପାଖରେ ପହଞ୍ଚିବ। ଆଉ ତା ସହିତ କଣ, ଭଗବାନଙ୍କ ନିକଟରେ ପୂର୍ଣ୍ଣ ରୂପେ ତାକୁ ଶରଣ ହେବାକୁ ପଡିବ। ତା ପାଇଁ ତାକୁ କଣ କରିବାକୁ ପଡିବ, ଅନେକ ଅନେକ ତପସ୍ୟା କରିବାକୁ। ପ୍ରତ୍ୟେକ ଜୀବର ଇଚ୍ଛା ଥାଏ କଣ, ଭଗବାନଙ୍କୁ ଦର୍ଶନ କରିବୁ। ତ ଏହା ପାଇଁ କଣ ତାକୁ କରିବାକୁ ପଡିବ, ତାର ପ୍ରତ୍ୟେକ କ୍ରିୟାକୁ ଦେଖିବାକୁ, ଶୁଣିବାକୁ, ଆଉ ନିଜର ଭୋଜନକୁ, ଏ ସବୁ ଯୋଉ ଇନ୍ଦ୍ରିୟ ଜନିତ କର୍ମ ତାକୁ କଣ କରିବାକୁ ପଡିବ, ନିୟନ୍ତ୍ରଣ କରିବାକୁ ପଡିବ, ଏହା ତ ବନ୍ଦ କରିବାକୁ। ତା ସହିତ ପ୍ରତ୍ୟେକ ଜୀବ ଭିତରେ ତାକୁ କଣ, ଭଗବାନଙ୍କର ଯୋଉ ପରମାତ୍ମା ସ୍ୱରୂପକୁ ଦେଖିବାକୁ ପଡିବ। ତା ପାଇଁ ତାକୁ ହିଂସା କରିବ ନାହିଁ। ତ ଏତେ ଜିନିଷ କରିବା ପାଇଁ ତାକୁ କଣ, ବହୁତ ସମୟ ଲାଗିବ। ସେଥିରେ ବି କୌଣସି ଗ୍ୟାରେଣ୍ଟି ନାହିଁ କି ସେ ଭଗବାନଙ୍କୁ ଦେଖିପାରିବ ଏଇ ଜନ୍ମରେ, ଆର ଜନ୍ମରେ, ତା ପାଇଁ କେତେ ଜନ୍ମ ଲାଗିବ, ବହୁ ନାମ ଜନ୍ମ। କଣ ପାଇଁ ଏଇଟା କେତେ କଠିନ, 5 ନମ୍ବର ଶ୍ଲୋକରେ ଆହୁରି ଡିଟେଲରେ ଭଗବାନ ଏଠି କହିଛନ୍ତି। ହରେ କୃଷ୍ଣ। हरे कृष्ण। श्लोक संख्या 5। क्लेशोऽधिकतरस्तेषाम् अव्यक्तासक्तचेतसाम् अव्यक्ता हि गतिर्दुःखम् देहवद्भिरवाप्यते। ଅନୁବାଦ, ଯେଉଁମାନଙ୍କର ମନ ପରମାତ୍ମାଙ୍କର ଅବ୍ୟକ୍ତ ନିର୍ବିଶେଷ ଭାବ ପ୍ରତି ଆସକ୍ତ, ସେମାନଙ୍କ ପକ୍ଷରେ ଉନ୍ନତି ଅତି କଷ୍ଟକର। ଦେହଧାରୀମାନଙ୍କ ପକ୍ଷରେ ଅର୍ଥାତ୍ ସାଧାରଣ ମାନବ ପକ୍ଷରେ ଏ ଅବ୍ୟକ୍ତ ଉପାସନାରେ ଉନ୍ନତି କରିବା ଖୁବ୍ କଠିନ। ହରେ କୃଷ୍ଣ। ହରେ କୃଷ୍ଣ। ଦେଖନ୍ତୁ ଶ୍ଲୋକରେ କଣ କହୁଛନ୍ତି ଭଗବାନ, କ୍ଲେଶ ଅଧିକତର ତେଷାମ୍ ଅବ୍ୟକ୍ତ ଅସକ୍ତ ଚେତସାମ୍। କ୍ଲେଶ ମାନେ କଣ, କଷ୍ଟ, ଦୁଃଖ। ବହୁତ ଅଧିକ କଷ୍ଟ, ବହୁତ ଅଧିକ ଦୁଃଖ ଯେ ଭଗବାନଙ୍କୁ ଅବ୍ୟକ୍ତ ରୂପରେ ପୂଜା କରିବାକୁ ଚାହେଁ ବା ପୂଜା କରେ। ତ ଯୋଉମାନେ ଭଗବାନଙ୍କୁ ଅଚିନ୍ତ ରୂପରେ ବା ନିର୍ବିଶେଷ ବ୍ରହ୍ମ ବା ନିରାକାର ରୂପରେ ପୂଜା କରନ୍ତି ତାଙ୍କୁ କଣ କୁହାଯାଏ, ଜ୍ଞାନ ଯୋଗୀ। ଆଉ ଯୋଉମାନେ ଭଗବାନଙ୍କୁ ପ୍ରତ୍ୟକ୍ଷ ରୂପରେ ପୂଜା କରାଯାଏ ତାଙ୍କୁ କଣ କୁହାଯାଏ, ଭକ୍ତି ଯୋଗୀ। ତ ଜ୍ଞାନ ଯୋଗ ଆଉ ଭକ୍ତି ଯୋଗରେ କଣ ଫରକ ଅଛି ନା, ଜ୍ଞାନ ଯୋଗରେ ଆମେ ଭଗବାନଙ୍କର ନିରାକାର ରୂପକୁ ପୂଜା କରୁଛୁ, ଆଉ ଯୋଉଟା କି ବହୁତ କଠିନ। କଣ ପାଇଁ କଠିନ ନା, ଆମେ ଜୀବାତ୍ମା ବର୍ତ୍ତମାନ କଣ ଗୋଟେ ଶରୀରରେ ଅଛି। ୟା ଆଗରୁ ବି ଆମକୁ ଅନ୍ୟ ଅନ୍ୟ ପ୍ରକାରର ଶରୀର ମିଳିଛି। ତେଣୁ ଯେହେତୁ ଆମକୁ ଶରୀର ମିଳିଛି, ଆମର କଣ ନା ଗୋଟେ ଶାରୀରିକ ଅନୁଭୂତି ହେଇଯାଇଛି। ଏବେ ଆମେ ଆଖି ବନ୍ଦ କରି ଯଦି ଆମେ କହିବା ଯୋଉ ଜିନିଷକୁ ଆମେ ଜାଣି ନାହାନ୍ତି, ଦେଖି ନାହାନ୍ତି, ଯଦି ସେ ଜିନିଷ ତାର ଶବ୍ଦ କୁହାଗଲେ ଆମେ କଣ ବୁଝିପାରିବା, ବୁଝିପାରିବାନି। ଆମେ ଆଖି ବନ୍ଦ କରିଥିବା, ଯଦି ଜଣେ କହିଲା ବାଘ, ଆମ ଆଖି ଆଗରେ ଆପେ ଆପେ ବାଘର ଚିତ୍ର ପଳେଇ ଆସିବ। ଯଦି କହିଲା କୃଷ୍ଣ, ସାଙ୍ଗେ ସାଙ୍ଗେ ଭଗବାନଙ୍କର ଚିତ୍ରପଟ ପଳେଇ ଆସିବ। କିନ୍ତୁ ଅବ୍ୟକ୍ତରେ ଯୋଉଟା ନିରାକାର, ସେ କେମିତି କରିବ। ତେଣୁ ଏଇ ଯୋଉ ପ୍ରକ୍ରିୟାଟା, ଜ୍ଞାନ ଯୋଗ ପ୍ରକ୍ରିୟାଟା ବହୁତ କଷ୍ଟ। ଆଉ କଣ କହିଛନ୍ତି ନା, ଆମର ଯୋଉ ସେବା, ଆମେ ସେବା ନିରାକାରର କରିପାରିବା ନା ଆକାରର କରିବା। ନିଶ୍ଚିତ ରୂପରେ ଯାହାର ଆକାର ନାହିଁ ତାକୁ ଆମେ କେମିତି ସେବା କରିପାରିବା। ତେଣୁ ସେବା କରିବା ପାଇଁ ଆମକୁ କଣ ନା ଆକାର ଦରକାର। ତା ପାଇଁ ଭଗବାନଙ୍କର ରୂପ ଅଛି, ଯାହାକୁ ଆମେ ଭଲ ଭାବେ କଣ କରନ୍ତି ନା ପୂଜା କରନ୍ତି। ତା ଛଡା କଣ ଏଠି କୁହାଯାଇଛି ନା, ଆମେ ଯେମିତି ଭଗବାନଙ୍କର ଅର୍ଚ୍ଚ ବିଗ୍ରହକୁ ପୂଜା କରୁଛୁ। ଭଗବାନଙ୍କର ଅର୍ଚ୍ଚ ବିଗ୍ରହ କଣ, ସ୍ୱୟଂ ଭଗବାନଙ୍କର ଅବତାର। ଆମେ ଭଗବାନଙ୍କର ଅର୍ଚ୍ଚ ବିଗ୍ରହକୁ ଯେତେବେଳେ ପୂଜା କରନ୍ତି, ନିଶ୍ଚିତ ରୂପରେ କଣ ହୁଏ, ଆମେ ଭଗବାନଙ୍କର ସିଧା ସିଧା ସେବା କରନ୍ତି। କଣ ପାଇଁ ନା, ସେ କୌଣସି ମୂର୍ତ୍ତି ବା ସାଧାରଣ ଜିନିଷ ନୁହନ୍ତି। ତାଙ୍କର କଣ ନା, ବୈଦିକ ରୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା କରାଯାଏ। ତ ଭଗବାନ ସେଥିରେ ପ୍ରକଟ ଅଛନ୍ତି। ତା ଦ୍ଵାରା ଭଗବାନ ପ୍ରକଟ ହେଇଛନ୍ତି, ଆମର ସେବାକୁ ଗ୍ରହଣ କରୁଛନ୍ତି। ତ ପ୍ରଭୁପାଦ ଏଠି କଣ ଉଦାହରଣ ଦେଇଛନ୍ତି, ଯେମିତି ଏବେ ତ ଆଉ ନାହିଁ, ଆଗ କାଳରେ ଯୋଉ ପୋଷ୍ଟ ଅଫିସ ରେ ଲାଲ ବାକ୍ସ ଗୁଡା ରଖା,
ତା ଦ୍ୱାରା ଆମେ ଯଦି କୌଣସି ଚିଠି ତା ଭିତରେ ପକେଇଦେବା, ଯଦି ସେଟା ପ୍ରମାଣିକ ପୋଷ୍ଟ ଅଫିସର ହିଁ ଡବା ଥିବ, ନିଶ୍ଚିତ ରୂପରେ ସେ ଚିଠି ତାର ଗନ୍ତବ୍ୟ ସ୍ଥାନକୁ ପହଞ୍ଚିଯିବ। କିନ୍ତୁ ଯଦି ଜଣେ ଖାଲି ସେମିତି ତିଆରି କରିକି ଲାଲ ବାକ୍ସ ରଖିଦେଲା, ତା ଭିତରେ ଆମେ ପୋଷ୍ଟ ପକେଇଲେ କଣ ସେଟା ଯିବ ତା ଗନ୍ତବ୍ୟ? ଯିବନି। ଠିକ ସେମିତି ଭଗବାନଙ୍କର ଅର୍ଚ୍ଚ ବିଗ୍ରହ କଣ? ସ୍ୱୀକୃତ ମୂର୍ତ୍ତି। କଣ ପାଇଁ? ନା ତାକୁ କଣ ବିଲକୁଲ ବେଦ ଅନୁସାରେ ତାର ପ୍ରାଣ ପ୍ରତିଷ୍ଠା କରାଯାଇଛି। ସେ ହଉଛି ଭଗବାନଙ୍କର ଅବତାର। ତେଣୁ ଅର୍ଚ୍ଚ ବିଗ୍ରହକୁ ଆମେ ଯେମିତି ସିଧା ସିଧା ପୂଜା କରିକି ସେବା କରୁଛନ୍ତି, କାହିଁକି ନା ଆମେ ସାକାର ରୂପରେ ପୂଜା କରୁଛନ୍ତି, ତ ଭଗବାନଙ୍କ ସହିତ ଆମେ ପ୍ରେମର ଆଦାନ ପ୍ରଦାନ। ଯୋଉମାନେ ନିର୍ବିଶେଷ ପୂଜା କରନ୍ତି ସେମାନେ ହଁ ଯାଆନ୍ତି, ଲାଷ୍ଟକୁ ଭଗବାନ ପାଖକୁ ଯାଆନ୍ତି, କିନ୍ତୁ ସେଇଠି କଣ କରିବେ? ସେଇଠି ସେ କଣ? ସଚିତ ଆନନ୍ଦ, ସଚିତ ପାଇପାରିବେ, କିନ୍ତୁ ଆନନ୍ଦ ପାଇପାରିବେ ନାହିଁ। ଆନନ୍ଦ କେତେବେଳେ ମିଳିବ? ଯେତେବେଳେ ଆମେ ଜଣକୁ କିଛି କହିବା, ସିଏ ଆମକୁ ପ୍ରତି ଉତ୍ତରରେ କିଛି କହିବେ, ଭାବ ଦେବେ, ତାହେଲେ ତ ଆନନ୍ଦ ମିଳିବ। ଗୋଟେ ଆଡୁ କଣ ଆନନ୍ଦ ମିଳିବ? କେବେ ବି ମିଳିବନି। ତ ଯୋଉମାନେ ନିରାକାର ରୂପରେ ଭଗବାନଙ୍କୁ ପୂଜା କରନ୍ତି, ତାଙ୍କ ସହିତ ସେ ଆନନ୍ଦ କେମିତି ପାଇବେ? ଆନନ୍ଦ କେବଳ ସାକାର ରୂପରେ ହିଁ ମିଳିପାରିବ। ତେଣୁ ଏ ପ୍ରକ୍ରିୟାଟା ବହୁତ କଷ୍ଟପୂର୍ଣ୍ଣ, ଏଇ କଥା ଭଗବାନ କହିଛନ୍ତି। ତେଣୁ ପ୍ରତ୍ୟକ୍ଷ ଭାବରେ ଭଗବାନଙ୍କ ପାଖରେ ପହଞ୍ଚିବାରେ କୌଣସି ଅସୁବିଧା ହୁଏନି। କିନ୍ତୁ ଯଦି ଆମେ ପରୋକ୍ଷ ଭାବରେ ନିର୍ବିଶେଷ ଭାବରେ ଭଗବାନଙ୍କୁ ପୂଜା କରିବା, ତାହେଲେ ସେ ରାସ୍ତା ଅତି କଠିନ। ତ ସେମାନଙ୍କୁ କଣ? ଶାସ୍ତ୍ର ଦ୍ଵାରା, ଉପନିଷଦ ଦ୍ଵାରା ଭଗବାନଙ୍କୁ ବୁଝିବାକୁ ପଡିବ, ନିଜ ଜ୍ଞାନ ଦ୍ଵାରା ଭଗବାନଙ୍କୁ ଜାଣିବାକୁ ପଡିବ, ଯାହା ପାଇଁ ବହୁତ ସମୟ ଲାଗିବ। କିନ୍ତୁ ସାକାର ରୂପରେ ସିଧା ଭଗବାନଙ୍କୁ ଆମେ ସେବା କରିକି ସିଧା ସିଧା ତାଙ୍କ ସହିତ କଣ ଭାବର ଆଦାନ ପ୍ରଦାନ କରିପାରିବା। ଏଇଟା ହଉଛି ବହୁତ ଗୋଟେ ସୁବିଧା ରୂପ। ହରେ କୃଷ୍ଣ। ହରେ କୃଷ୍ଣ। ଶ୍ଲୋକ ସଂଖ୍ୟା 6-7। ये तु सर्वाणि कर्माणि मयि सन्न्यस्य मत्पराः अनन्येनैव योगेन मां ध्यायन्त उपासते तेषामहं समुद्धर्ता मृत्युसंसारसागरात् भवामि न चिरात् पार्थ मय्यावेशितचेतसाम्। ଅନୁବାଦ। ହେ ପୃଥାପୁତ୍ର, ଯେଉଁମାନେ ମୋତେ ପୂଜା କରନ୍ତି, ସମସ୍ତ କର୍ମ ମୋତେ ଅର୍ପଣ କରନ୍ତି ଏବଂ ଅନନ୍ୟ ଭାବରେ ମୋଠାରେ ହିଁ ଯୁକ୍ତ ହୋଇଥାନ୍ତି, ସେ ସର୍ବଦା ମୋ ସେବାରେ ନିଯୁକ୍ତ ଥାନ୍ତି ଏବଂ ସର୍ବଦା ମୋତେ ହିଁ ଧ୍ୟାନ କରୁଥାନ୍ତି, ମୋଠାରେ ହିଁ ମନ ସ୍ଥିର ରଖିଥାନ୍ତି, ସେପରି ଭକ୍ତମାନଙ୍କୁ ମୁଁ ଖୁବ୍ ଶୀଘ୍ର ଏ ଭବସାଗର ଜନ୍ମ ମୃତ୍ୟୁ ରୂପକ ସାଗରରୁ ଉଦ୍ଧାର କରେ। ହରେ କୃଷ୍ଣ। ହରେ କୃଷ୍ଣ। ଦେଖନ୍ତୁ, ଏ ଦିଟା ଶ୍ଲୋକ ବହୁତ ବହୁତ ଲଙ୍ଗ। କଣ ଏଠି ଭଗବାନ କହିଛନ୍ତି? ଅର୍ଜୁନଙ୍କୁ ହେ ପୃଥା ପୁତ୍ର ତ କହିଛନ୍ତି, କଣ ସମ୍ବୋଧନ କରିଛନ୍ତି, ତାପରେ କଣ କହିଛନ୍ତି? ଇଏ ତୁ ସର୍ବାଣୀ କର୍ମାଣୀ ମୟି ସନ୍ନ୍ୟାସ ମତ। ଯୋଉମାନେ ତାଙ୍କର ସମସ୍ତ କର୍ମକୁ କୋଉଠି କରିଥାନ୍ତି? ଭଗବାନଙ୍କୁ ଅର୍ପଣ କରିକି ପୂଜା କରିଥାନ୍ତି। ଆଉ କଣ? ସର୍ବଦା ମୋ ସେବାରେ, ଭଗବାନଙ୍କ ଅନନ୍ୟ ନୈବ ଯୋଗେନ, ସବୁବେଳେ ଭଗବାନଙ୍କ ସେବାରେ ନିଜକୁ ରଖିଥାନ୍ତି। ଆଉ କଣ କରିଥାନ୍ତି? ଧ୍ୟାୟନ୍ତେ ମାମ୍ ଧ୍ୟାୟନ୍ତେ ଉପାସତେ, ଭଗବାନଙ୍କର ହିଁ ପ୍ରତିକ୍ଷଣ ଧ୍ୟାନ କରିଥାନ୍ତି। ଆଉ କଣ? ତାଙ୍କ ମନକୁ ଭଗବାନଙ୍କ ପାଖରେ ସ୍ଥିର ରଖିଥାନ୍ତି। ତ କଣ ହୁଏ? ଏପରି ଭକ୍ତମାନଙ୍କୁ ଭଗବାନ କଣ କହୁଛନ୍ତି? ସମୁଦ୍ଧର୍ତା ଏ ମୃତ୍ୟୁ ରୂପୀ ସଂସାରରୁ ଭଗବାନ ତାଙ୍କୁ ଉଦ୍ଧାର କରନ୍ତି। କେମିତି? ଭବାମି ନା ଚିରତ୍ ପାର୍ଥ, ଗୋଟେ ସେକେଣ୍ଡ ବି ଲଗାନ୍ତିନି, ସାଙ୍ଗେ ସାଙ୍ଗେ ଏଇଠୁ ଉଦ୍ଧାର କରିକି ନେଇ ଯାଆନ୍ତି। ତ କଣ କହୁଛନ୍ତି ପ୍ରଭୁପାଦ? ଦେଖନ୍ତୁ ଏଥିରେ ନା ଭଗବାନ ଏଠି ପରିଷ୍କାର ଭାବରେ କଣ କହିଛନ୍ତି? କି ଯୋଉ ଭକ୍ତ ମାନେ ଅତ୍ୟନ୍ତ ଭଗବାନ ଅତ୍ୟନ୍ତ ଭାଗ୍ୟବାନ। କାହିଁକି? କାହିଁକି ନା ଭଗବାନ ତାଙ୍କୁ ଚିରାତ୍ ପାର୍ଥ, ସାଙ୍ଗେ ସାଙ୍ଗେ
ଏଇ ଯୋଉ ମୃତ୍ୟୁ ରୂପୀ ସାଗରରୁ ଭୌତିକ ସ୍ଥିତିରୁ ଉଦ୍ଧାର କରିବା ପାଇଁ ଆସନ୍ତି। କୋଉମାନେ? ଯୋଉ ଭକ୍ତମାନେ ବିଶୁଦ୍ଧ ଆଉ ବିଶୁଦ୍ଧ ଭକ୍ତି ଯୋଗରେ ଭଗବାନଙ୍କର ସେବାରେ ଲାଗିଛନ୍ତି। ତାଙ୍କର କଣ ମୂଳ କର୍ତ୍ତବ୍ୟ? ଭଗବାନଙ୍କର ସେବା କରିବା। ଆମର ଦେଖ ଗୋଟିଏ ଜିନିଷ କଣ ନା, ଜୀବାତ୍ମାକୁ କୁହାଯାଇଛି ଆନନ୍ଦମୟ ଅଭ୍ୟାସାତ। ଜୀବାତ୍ମା ସବୁବେଳେ କଣ ଖୋଜେ? ଆନନ୍ଦ ଖୋଜେ। ଦେଖ, ଆମେ ଜବ କରୁଛନ୍ତି, ଚାକିରି କରୁଛନ୍ତି, ପରିବାର ପାଳୁଛନ୍ତି, ସବୁ ପଛରେ କଣ ଅଛି? ଆନନ୍ଦ। ଏ ଆନନ୍ଦ ପାଇଁ ଆମେ କଣ କରୁଛନ୍ତି? ସେବା କରୁଛନ୍ତି। କିଏ ନିଜ ଶରୀରର ସେବା କରୁଛି, ତାକୁ ଖୁସି ଲାଗୁଛି, କିଏ ପରିବାରର ସେବା କରୁଛି, କିଏ ରାଷ୍ଟ୍ରର ସେବା କରୁଛି, କିଏ ପୃଥିବୀର ସେବା କରୁଛି, ଅନ୍ୟ ଜୀବର ସେବା କରୁଛି, କିଏ ପଶୁ ପକ୍ଷୀର ସେବା କରୁଛି। କିନ୍ତୁ କଣ ସେଥିରେ ପ୍ରତ୍ୟେକ ପୁରା ଅତ୍ୟନ୍ତ ଖୁସି, ଅତ୍ୟନ୍ତ ଆନନ୍ଦ ମିଳୁଛି? ଆନନ୍ଦ କିଏ ଦେଇପାରିବ? ଯାହା ପାଖରେ ସମ୍ପୂର୍ଣ୍ଣ ଆନନ୍ଦ ଥିବ। ସମ୍ପୂର୍ଣ୍ଣ ଆନନ୍ଦ କାହା ପାଖରେ ଅଛି? କେବଳ ଭଗବାନଙ୍କ ପାଖରେ। ତ ଯଦି ଆମେ ଭଗବାନଙ୍କର ସେବା କରିବା, ତାହେଲେ ଆମକୁ ଯୋଉ ମାନେ କଣ୍ଟିନ୍ୟୁଅସ ଯାହାକୁ କୁହାଯାଏ, ସବୁବେଳେ ଆନନ୍ଦ, ସେ ଆନନ୍ଦ ଆମକୁ ମିଳିପାରେ। ଯଦି ଆମେ ଭଗବାନଙ୍କର ସେବା ନ କରିବା, କାହାର ସେବା କରିବା? ମାୟାର ସେବା କରିବାକୁ ପଡିବ, କାହିଁକି ନା ଆମେ ଆନନ୍ଦ ଖୋଜୁଛନ୍ତି। ସେଟା ଆମ ଉପରେ ନିର୍ଭର, ଆମେ କାହାର ସେବା କରିବା। ତ କାଲି ଯେମିତି ମୁଁ କହିଥିଲି, ଭାଗବତର ଗୋଟେ ବଢିଆ ଶ୍ଲୋକ ଅଛି। ଯେତେବେଳେ ସବୁ ମୁନି ଋଷି ମାନେ ପଚାରିବେ ସୁତ ଗୋସ୍ୱାମୀକୁ କି ଜୀବର ପରମ ଧର୍ମ କଣ, ସେଠି କଣ କୁହାଯାଇଛି ନା, ପ୍ରତ୍ୟେକ ଜୀବର ଧର୍ମ କଣ? ସବେ ପୁଂସା ପରୋ ଧର୍ମ ୟତୋ ଭକ୍ତିର ଅଧକ୍ଷତେ। ପ୍ରତ୍ୟେକ ଜୀବର ପରମ ଧର୍ମ ଭଗବାନଙ୍କର ଭକ୍ତି କରିବା। ଅଧକ୍ଷତେ ଯାହାକୁ ଆମେ କଣ ଖାଲି ଆଖିରେ ଦେଖିପାରିବା। ଆଉ ସେ ଭକ୍ତି କେମିତି? ନା, ବିଲକୁଲ ନିରନ୍ତର ଆଉ ଅଖଣ୍ଡ। ତାପରେ କଣ କଣ କହିଛନ୍ତି ଏଠି ପ୍ରଭୁପାଦ? ନା, ପୂର୍ବରୁ କୁହାଯାଇଛି ଯେ ଭକ୍ତି ଯୋଗ ଦ୍ଵାରା ହିଁ ଭଗବାନଙ୍କୁ ଆମେ ପ୍ରାପ୍ତ କରିପାରିବା। ତେଣୁ ଯିଏ ଭଗବାନଙ୍କର ପୂର୍ଣ୍ଣ ରୂପରେ ଭକ୍ତ ହବ, ସିଏ ହିଁ ଭଗବାନଙ୍କୁ ପ୍ରାପ୍ତି କରିପାରିବ। ଆଉ କଣ? ସେ ପ୍ରତ୍ୟେକ କାର୍ଯ୍ୟ କାହା ପାଇଁ କରିବ? ଭଗବାନ ପାଇଁ କରିବ। ଆଉ ତାର ଅନ୍ୟ କର୍ମରେ କୌଣସି ଇଚ୍ଛା ଥିବ। ପ୍ରତ୍ୟେକ କର୍ମ କାହା ପାଇଁ ଥିବ? କେବଳ ଭଗବାନ ପାଇଁ। ଏଇଟା ହିଁ ହଉଛି ପ୍ରତ୍ୟେକ ଭକ୍ତି ଯୋଗର ଯୋଉଟା ତାର ପ୍ରତ୍ୟେକ ଇଚ୍ଛା କଣ ଥିବ? କେବଳ ଭଗବାନଙ୍କୁ ହିଁ ସନ୍ତୁଷ୍ଟ କରିବ, ଆଉ କିଛି କରିବ। ଯେମିତି ମହାରାଜ ଅମ୍ବରୀଶ ମହାରାଜ ତାଙ୍କର ପ୍ରତ୍ୟେକ ଇନ୍ଦ୍ରିୟକୁ ଭଗବାନଙ୍କ ସେବାରେ ଲଗଉ। ସେ ଭଗବାନଙ୍କର ବହୁତ ବଡ ଭକ୍ତ। ତ ସେମିତି ଏହିପରି ଭକ୍ତର ଯୋଉ କଣ, ତାର ମୁଖ୍ୟ କଣ ନା, ଭଗବାନଙ୍କୁ ହିଁ ସେବା କରିବ। ଯେମିତି ଅର୍ଜୁନ ଭଗବାନଙ୍କର ସେବା କଲେ, ଭଗବାନଙ୍କର ଇଚ୍ଛା ଅନୁସାରେ କଣ ନା ନିମିତ୍ତ ହେଇକି ଯୁଦ୍ଧ କଲେ। ତା ଦ୍ଵାରା କଣ? ପ୍ରତ୍ୟେକ ଜିନିଷ ସରଳ ମାର୍ଗରେ ପ୍ରାପ୍ତ ହେଇପାରିବେ। ତ ଆମେ ଭଗବାନଙ୍କୁ ସେବା କେମିତି କରିପାରିବା? ନା, ନିଜର କର୍ତ୍ତବ୍ୟ କର୍ମ କରିବି ସେବା କରିବି। ତା ସହିତ ଭଗବାନଙ୍କର ନାମ ନେଇକି, ଭଗବାନଙ୍କର କୀର୍ତ୍ତନ କରିକି, ସେ ବି ଭଗବାନଙ୍କର ସେବା। ଠିକ ଅଛି। ତ ଏଇଠି ଭଗବାନ କଣ କହୁଛନ୍ତି ନା, ଗୋଟେ ପ୍ରକାର ପ୍ରତିଜ୍ଞା କରି କଣ କହୁଛନ୍ତି କି ଯିଏ ଏଇ ରୂପରେ ମତେ ଭକ୍ତି କରେ, ମୋର ସେବାରେ ରୁହେ, ମୁଁ ତାକୁ ଏ ମୃତ୍ୟୁ ରୂପୀ ସଂସାରରୁ ବହୁତ ଶୀଘ୍ର ଉଦ୍ଧାର କରି ନେଇକି ପଳେଇଯାଏ। ତ ଭଗବାନ ନିଜେ ଆସନ୍ତି ଏହିପରି ଭକ୍ତକୁ ଉଦ୍ଧାର କରିବା ପାଇଁ। ଭକ୍ତ ଯୋଗ ବଳରେ, ଯେମିତି ଅଷ୍ଟମ ଅଧ୍ୟାୟରେ ଆମେ ପଢିଥିଲେ, ଯୋଗୀ ମାନେ କଣ ଉତ୍ତରାୟଣ ଦକ୍ଷିଣାୟନରେ ତାଙ୍କର ଜୀବନକୁ ତ୍ୟାଗ କରନ୍ତି, ଯାହା ଦ୍ଵାରା ସେମାନେ ସ୍ୱର୍ଗକୁ ଯାଇପାରିବେ। କିନ୍ତୁ ଭକ୍ତକୁ ଏସବୁ କରିବା ଦରକାର ନାହିଁ। ଭଗବାନ ନିଜେ ଆସନ୍ତି ତାଙ୍କୁ ନେବା। ଯେମିତି ଏଇଠି ଗୋଟେ ଶ୍ଲୋକ ଦିଆଯାଇଛି ବରାହ ପୁରାଣ, ନୟାମି ପରମଂ ସ୍ଥାନଂ
अर्चिरादि गतिं विना गरुड़ स्कंदम आरोप्य यथेच्छम अनिवारितः। ना एठी कौन कहते भगवान ना भक्त तार आत्मा को ଆଉ କଣ ଏଇ ଜଗତକୁ ଅନ୍ୟ ଜଗତକୁ ସ୍ଥାନାନ୍ତରିତ କରିବା ପାଇଁ ଅଷ୍ଟାଙ୍ଗ ଯୋଗ ଅଭ୍ୟାସ କରିବାକୁ ଦରକାର ପଡେ ନାହିଁ। କାହିଁକି ନା ସେ ଦାୟିତ୍ୱ ଭଗବାନ ନିଅନ୍ତି। ଭଗବାନ ନିଜେ ଗରୁଡରେ ଆସିକି ଯେମିତି ପିତାମାତା ଶିଶୁର ଦାୟିତ୍ୱ ନିଅନ୍ତି ସେମିତି ଭଗବାନ ଆସିକି କଣ ତାକୁ ନେଇକି ଯାଆନ୍ତି। ଠିକ ଅଛି କି ନାଇଁ? ତେଣୁ ଅନ୍ୟ ଲୋକକୁ ଯିବା ପାଇଁ ଭକ୍ତକୁ ବେଶୀ କଷ୍ଟ କରିବାକୁ ପଡେ ନାହିଁ, ଯୋଗାଭ୍ୟାସ କରିବାକୁ ପଡେ ନାହିଁ, ଜ୍ଞାନ ମାର୍ଗ ଯିବାକୁ ପଡେ ନାହିଁ। କାହିଁକି ନା ଭକ୍ତି ଦ୍ୱାରା ହିଁ ସବୁ କିଛି ପ୍ରାପ୍ତ ହେଇଯାଏ। ତ ଯୋଉ ବ୍ୟକ୍ତି ଭବ ସମୁଦ୍ରରେ କଣ ନା ପତିତ ହେଇଯାଇଛି, ଯେମିତିକି ଆମେ ଦେଖିବା କୌଣସି ଲୋକ କେତେ ବଡ ତୈରାକ ହଉ, ପହଁରା ଜାଣିଥାଉ, ଯଦି ତାକୁ ଆମକୁ ସମୁଦ୍ର ମଝିରେ ଛାଡିଦେବା ସେ ଆସିପାରିବ ନାହିଁ, ତାକୁ ଗୋଟେ ନୌକା ଦରକାର। ଠିକ ସେମିତି ଭକ୍ତି ରୂପୀ ନୌକାରେ ଏଇ ଯୋଉ ଭବ ରୂପୀ ସାଗରରୁ ଆମେ ପାର ହେଇପାରିବା, ଠିକ ରୂପରେ ଏଇଠୁ ଉଦ୍ଧାର ହେଇପାରିବା। କାହିଁକି ନା ଭଗବାନ ଆସିକି ସେଇ ନୌକାରୁ ଆମକୁ ଉଦ୍ଧାର କରିବେ। ଭଗବାନ ଏଠି କଣ କହୁଛନ୍ତି ନା ଯୋଉ ବ୍ୟକ୍ତିକୁ କଣ କେବଳ ସହଜ ମାର୍ଗ କୋଉଟା କୃଷ୍ଣ ଭାବନା ମାର୍ଗ, ତାକୁ ଅନୁସରଣ କରିବାକୁ ପଡିବ, ତାର ଅଭ୍ୟାସ କରିବାକୁ, ଆଉ ଭଗବାନଙ୍କର ସେବା। ତ ଯିଏ ବୁଦ୍ଧିମାନ ସିଏ ଅନ୍ୟ ଯୋଗ ମାର୍ଗ ଅପେକ୍ଷା, ଅନ୍ୟ ଜ୍ଞାନ ମାର୍ଗ ଅପେକ୍ଷା କୋଉ ମାର୍ଗକୁ ଆପଣେଇବ? ଏଇ ଭକ୍ତି ଯୋଗର ମାର୍ଗକୁ ଆପଣେଇବ। ଆଉ କଣ ନା ପ୍ରଭୁପାଦ ଆହୁରି ଗୋଟେ ଦେଇଛନ୍ତି କଣ ନା ନାରାୟଣ ଯୋଉ ତନ୍ତ୍ରରେ, ନାରାୟଣୀୟ ତନ୍ତ୍ରରେ କଣ କୁହାଯାଇଛି ନା ଯୋଉ ବ୍ୟକ୍ତି ସକାମ କର୍ମରେ ନିଯୁକ୍ତ ହବ କିମ୍ବା ମାନସିକ କଳ୍ପନାରେ ଜ୍ଞାନ ସାଧନ କରିବ, ସିଏ ଭଗବାନଙ୍କର ମାନେ କଣ ନା ତତ୍ତ୍ୱ ରୂପରେ ଜାଣିପାରିବ ନାହିଁ। କେବଳ ଯୋଉମାନେ ଭଗବାନଙ୍କର ଭକ୍ତ, ଯୋଉମାନେ ସବୁବେଳେ ଭଗବାନଙ୍କର ସେବାରେ ଅଛନ୍ତି, ସେମାନେ କଣ ତାଙ୍କର ଯଦି ଆମେ ଅନୁସରଣ କରିବା ଆଉ ଭଗବାନଙ୍କର ଦିବ୍ୟ ନାମର କୀର୍ତ୍ତନ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ, ତାହେଲେ ବହୁତ ସହଜରେ ଜୀବନର ପରମ ଲକ୍ଷ୍ୟ ଭଗବାନଙ୍କର ଗୋଲକ ଧାମରେ ବା ଭଗବାନଙ୍କର ସାକ୍ଷାତକାର ଆମେ କରିପାରିବା। ଭଗବାନ ଲାଷ୍ଟକୁ ଏଇ ଭଗବତ ଗୀତାରେ କଣ କହିଛନ୍ତି ନା ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକଂ ଶରଣଂ ବ୍ରଜ ଅହଂ ତ୍ୱାଂ ସର୍ବ ପାପେଭ୍ୟୋ ମୋକ୍ଷୟିଷ୍ୟାମି ମା ଶୁଚ। ତ ସବୁ ପ୍ରକାର ଧର୍ମକୁ ତ୍ୟାଗ କରି, ବିଧିକୁ ତ୍ୟାଗ କରି କେବଳ ଯଦି ଆମେ ଭଗବାନଙ୍କର କୃଷ୍ଣ ଚେତନାରେ କଣ ସେବା କରିବା, ଭଗବାନଙ୍କର ପୂର୍ଣ୍ଣ ଶରଣାଗତ ହବା, ତାହେଲେ କଣ ହବ ନା ପ୍ରତ୍ୟେକ ପାପ କର୍ମରୁ ଭଗବାନ ଆମକୁ ଉଦ୍ଧାର କରିବେ। ସେଥିରେ କୌଣସି ବି ଡରିବାର ନାହିଁ। ଭଗବାନ ତାର ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିବେ, ଦାୟିତ୍ୱ ବହନ କରିବେ। ତେଣୁ ବ୍ୟକ୍ତିକୁ ଅନ୍ୟ ଯୋଗ ବିଧି ଗ୍ରହଣ କରିକି ଅନ୍ୟ ଜ୍ଞାନ ମାର୍ଗରେ ଯାଇକି ତାଙ୍କର ଶକ୍ତିକୁ ବା ଚେଷ୍ଟାକୁ ବା ସମୟକୁ ନଷ୍ଟ କରିବା କଥା ନାହିଁ। ଯଦି ସିଧା ସିଧା ଆମେ ଭଗବାନଙ୍କର ଶରଣାଗତ ହେବା ଆଉ କଣ ନା ଆମେ କୃଷ୍ଣ ଭାବନା ଉପରେ ରହିବା, ତ ନିଶ୍ଚିତ ରୂପରେ ଭଗବାନ ଆସିକି ଆମକୁ ଉଦ୍ଧାର କରିବେ। ଏବେ ଭଗବାନ 8ରୁ କଣ ନା ଭକ୍ତିର କେମିତି ଅଲଗା ଅଲଗା ଚରଣ କେମିତି ପ୍ରାପ୍ତି ହେଇପାରିବ ତାକୁ ଭଲ ଭାବେ ବୁଝେଇଛନ୍ତି। ହରେ କୃଷ୍ଣ। हरे कृष्ण। श्लोक संख्या 8। मय्येव मनाधस्त्व मयि बुद्धिं निवेशय निवसिष्यसि मय्येव अत ऊर्ध्वन्न संशयः। अनुवाद। ମୋ ଠାରେ ଅର୍ଥାତ୍ ପରମ ପୁରୁଷ ଭଗବାନଙ୍କ ଠାରେ ମନୋନିବେଶ କର, ତୁମର ସମସ୍ତ ବୁଦ୍ଧିବୃତ୍ତି ମୋ ଠାରେ ଲଗାଅ, ଏହି ପ୍ରକାର ତୁମେ ନିଃସନ୍ଦେହ ଭାବରେ ସର୍ବଦା ମୋ ଠାରେ ହିଁ ଜୀବନ ଯାପନ କରିବ। ହରେ କୃଷ୍ଣ। ହରେ କୃଷ୍ଣ। ତ ଏଇଠି ଭଗବାନ କଣ କହିଛନ୍ତି ନା
ମୟ୍ୟେବ ମନ ଆଧସ୍ଵ। ଆମ ମନ କୋଉଠି ରଖିବା? ଭଗବାନଙ୍କ ପାଖରେ। ମୟି ବୁଦ୍ଧି ନିବେଶୟ। ବୁଦ୍ଧି କୋଉଠି ଲଗେଇବା? ଭଗବାନଙ୍କ କର୍ମରେ, ଭଗବାନଙ୍କ ପାଖରେ। ନିବଶିଷ୍ୟସି ମୟ୍ୟେବ। ଆମର ସମସ୍ତଙ୍କର ବୁଦ୍ଧି ବୃତ୍ତି ସବୁ ଜିନିଷକୁ ଭଗବାନଙ୍କ ପାଖରେ ଲଗେଇବା। ଅତ ଊର୍ଧ୍ୱ ନା ଅସଂଶୟ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆମେ ଭଗବାନଙ୍କ ପାଖକୁ ଯିବା। କିନ୍ତୁ ଏଇଟା କଣ ସମ୍ଭବପର ମୋ ପାଇଁ? ନିଶ୍ଚିତ ରୂପରେ ସମ୍ଭବପର, କିନ୍ତୁ କେତେବେଳେ ସମ୍ଭବପର? କଣ କହିଛନ୍ତି ନା ଶ୍ରୀଲ ପ୍ରଭୁପାଦ ନା ଯେଉଁ ବ୍ୟକ୍ତି ଭଗବାନ କୃଷ୍ଣଙ୍କର ସେବାରତ ଥାଏ ଆଉ କଣ ପ୍ରତ୍ୟକ୍ଷ ଭାବରେ ତାଙ୍କ ପାଖରେ କଣ ସମ୍ପର୍କ ସ୍ଥାପନ କରିଥାଏ। ତେଣୁ ଏଥିରେ ଆଉ କୌଣସି ସନ୍ଦେହ ନାହିଁ ଯେ ସେ କଣ ଆଉ କୁଆଡେ ଯିବ, କିନ୍ତୁ ଭଗବାନଙ୍କର ନିରନ୍ତର ସେବାରେ ରହିବାକୁ ପଡିବ। ଅପ୍ରତିହତା ମାନେ ବିଖଣ୍ଡିତ ରୂପରେ ନିରନ୍ତର। କାହିଁକି ନା ଭଗବାନଙ୍କର ଯିଏ ପ୍ରତ୍ୟକ୍ଷ ରୂପରେ ସେବା କରୁଛି ତାର ସ୍ଥିତି ଅତ୍ୟନ୍ତ ଦିବ୍ୟ ଥାଏ। ତ ସେଇ ପ୍ରକାର ଭକ୍ତ କେବେ ବି ଭୌତିକ ସ୍ଥିତିରେ ରହେନି। ସେ ସବୁବେଳେ କୋଉ ସ୍ଥିତିରେ ଥାଏ? କୃଷ୍ଣ ଭାବନାମୃତ ସ୍ଥିତିରେ ଥାଏ। କଣ ପାଇଁ? ନା ସେ ଯାହା କର୍ମ କରେ ତାହା ପାଇଁ କରେ? ଭଗବାନଙ୍କ ପାଇଁ କରେ। ଯେମିତି ଆମେ ଦେଖିବା ତାର ସବୁ ପ୍ରତ୍ୟେକ ଉଦାହରଣ ହଉଛନ୍ତି ଶ୍ରୀଲ ପ୍ରଭୁପାଦ। ପ୍ରଭୁପାଦ ତାଙ୍କ ଜୀବନରେ ଯାହା କିଛି କରିଛନ୍ତି କେବଳ ଭଗବାନଙ୍କର କଣ ଶିକ୍ଷାକୁ, ତାଙ୍କର ଗୁରୁଙ୍କର ଆଦେଶ ଦ୍ଵାରା କୃଷ୍ଣଙ୍କର ଶିକ୍ଷାକୁ ପୁରା ବ୍ରହ୍ମାଣ୍ଡ ପୁରା ବିଶ୍ୱରେ କଣ ପ୍ରଚାର। ଆଉ କଣ ଏଇ ପ୍ରକାର ଭକ୍ତ ସବୁବେଳେ କଣ କରନ୍ତି? ଭଗବାନଙ୍କର କୀର୍ତ୍ତନ। କୀର୍ତ୍ତନୀୟ ସଦାହରି, ସବୁବେଳେ ଭଗବାନଙ୍କର ନାଁ ନିଅନ୍ତି। ତ ଭଗବାନ ଆଉ ତାଙ୍କର ନାମ ଭିନ୍ନ। ନାମ ଆଉ ନାମ ଭିତରେ କୌଣସି ଫରକ ନାହିଁ। ତେଣୁ ଯେତେବେଳେ ଏଇ ପ୍ରକାର ଭକ୍ତ ଭଗବାନଙ୍କର ନାଁର କୀର୍ତ୍ତନ କରେ ସେତେବେଳେ କଣ ହୁଏ? ନା ଭଗବାନ ଭକ୍ତର ଜୀବ ଉପରେ ଆସିକି ଅନ୍ତରଙ୍ଗା ଶକ୍ତି ଦ୍ଵାରା ନୃତ୍ୟ କରନ୍ତି। ଆଉ କଣ ଏଇ ପ୍ରକାର ଭକ୍ତ ଯେତେବେଳେ ଭୋଜନ କରେ କଣ କରେ? ସିଏ ଭଗବାନଙ୍କର ପ୍ରସାଦ ଭଗବାନଙ୍କୁ ପ୍ରଥମେ ଅର୍ପଣ କରି ତାକୁ ଗ୍ରହଣ କରେ। ତ ଭଗବାନ ତାକୁ ପ୍ରତ୍ୟେକ ଭାବେ ଗ୍ରହଣ କରନ୍ତି ଆଉ ତାର ଉଚ୍ଚିଷ୍ଟକୁ ପ୍ରସାଦ ରୂପରେ, କୃଷ୍ଣ ପ୍ରସାଦ ରୂପରେ କଣ କରେ? ନା ଭକ୍ତ ଗ୍ରହଣ କରେ। ଆଉ କଣ? ଯିଏ ଏଇ ପ୍ରକାର ସେବାରେ ଲାଗିଥାଏ ନିଶ୍ଚିତ ରୂପରେ ଭଗବାନଙ୍କର ଏ ଯୋଉ କଣ ନା ସବୁବେଳେ ଭଗବାନଙ୍କୁ ସେ ସ୍ମରଣ କରିଥାଏ। ଯିଏ ଏଇ ପ୍ରକାର ସେବାରତ ନଥାଏ ସିଏ କେବେ ବି ଏଇ ଜିନିଷକୁ ବୁଝି ପାରିବ ନାହିଁ। ଯେମିତିକି ଭଗବତ ଗୀତା ଆଉ ଅନ୍ୟ ଯେମିତି ବୈଦିକ ସାହିତ୍ୟରେ ଏସବୁ ବିଧିକୁ ଦିଆଯାଇଛି, କିନ୍ତୁ ଯିଏ ଭକ୍ତ ନୁହେଁ ସେଆକୁ ବୁଝିପାରିବ ନାହିଁ। ତେଣୁ ଏଇଠି କଣ କହୁଛନ୍ତି? ସବୁଠୁ ଶ୍ରେଷ୍ଠ ଭକ୍ତି ଭଗବାନ କହୁଛନ୍ତି କୋଉଟା? ନା ଯିଏ ପ୍ରତ୍ୟେକ ସମୟରେ ତା ମନକୁ, ତା ବୁଦ୍ଧିକୁ, ତାର ପ୍ରତ୍ୟେକ କର୍ମକୁ ଭଗବାନଙ୍କର ସେବାରେ ଲଗେଇବା। ଏଇଟା ହଉଛି ସବୁଠୁ କଣ ନା ଯୋଉଟା ଶୁଦ୍ଧ ଭକ୍ତି। ଆଚ୍ଛା, ଯଦି ଆମେ ଏମିତି ଶୁଦ୍ଧ ଭକ୍ତି କରିପାରୁନାହାନ୍ତି ତାହେଲେ କଣ ହବ? ସେଇଟା ଭଗବାନ 9 ନମ୍ବର ଶ୍ଲୋକରେ କହିଛନ୍ତି। ହରେ କୃଷ୍ଣ। ହରେ କୃଷ୍ଣ। ଶ୍ଲୋକ ସଂଖ୍ୟା 9। कथचित्तं समाधातुं न शक्नोषि मयि स्थिरम् अभ्यासयोगेन ततो मामिच्छाप्तुं ଧନଞ୍ଜୟ। ଅନୁବାଦ, ହେ ମୋର ପ୍ରିୟ ଅର୍ଜୁନ ଧନଞ୍ଜୟ, ଯଦି ତୁମେ ତୁମର ମନକୁ ମୋଠାରେ ଏକାନ୍ତ ଭାବରେ ସ୍ଥିର କରିନପାର ତାହେଲେ ଭକ୍ତି ଯୋଗର ସାଧନ ପ୍ରଣାଳୀ ଅଭ୍ୟାସ କର। ଏହି ପ୍ରକାରେ ତୁମେ ମୋତେ ପାଇବା ପାଇଁ ଏକ କାମନା ବୃଦ୍ଧି କରାଇ ପାରିବ। ହରେ କୃଷ୍ଣ। ଦେଖ, ଯଦି ଆମେ ଉପର ଯୋଉ ମନନାତ୍ମକ ଯୋଉ ଭକ୍ତି ସବୁବେଳେ ଭଗବାନଙ୍କୁ ସ୍ମରଣ କରିବା, ଚିନ୍ତନ କରିବା,
ଆମର ପ୍ରତ୍ୟେକ କର୍ମକୁ ଭଗବାନଙ୍କ ସେବାରେ ଲଗେଇବା, ସବୁବେଳେ ଆମେ କୃଷ୍ଣ ଭାବନାମୃତ ହେଇକି ରହିବା। ଯଦି ଆମେ ଏଇଟା ନ କରିପାରିବା, କଣ କଲେ? ଅଥ ଚିତ୍ତମ ସମାଧାନ। ଯଦି ଆମେ ଏଇ ପ୍ରକାର ଭକ୍ତିକୁ ବା ଏଇ ପ୍ରକାର ଆମର ମନକୁ ଭଗବାନଙ୍କ ଉପରେ ସ୍ଥିର ନ କରିପାରିବା, ତାହେଲେ କଣ କରିବା? ଭଗବାନ ଏଠି କହୁଛନ୍ତି ଭକ୍ତି ଯୋଗର ସାଧନ ପ୍ରଣାଳୀ ବା ସାଧନ ଭକ୍ତି। ସାଧନ ଭକ୍ତି ଆମକୁ କରିବାକୁ ପଡିବ। ସାଧନ ଭକ୍ତି କଣ? ନା ସାଧନ ଭକ୍ତି ବିଷୟରେ ବହୁତ ବିସ୍ତୃତ ଭାବରେ ଆ ଶ୍ରୀଲ ରୂପ ଗୋସ୍ୱାମୀ ଦ୍ଵାରା ଭକ୍ତି ରସାମୃତ ସିନ୍ଧୁ ନାମକ ଗୋଟେ ପୁସ୍ତକ ଲେଖାଯାଇଛି, ଯାହାକୁ ଇସ୍କନର ଲ ବୁକ୍ କୁହାଯାଏ। ଆମେ ଆମର ଯୋଉ ପାଠ୍ୟକ୍ରମରେ ଯୋଉଟା ଲେଭେଲ 3 ସେଥିରେ ତାକୁ ସବୁଠୁ ଲାଷ୍ଟରେ ପଢିବା। ତ ସେଥିରେ ବହୁତ ବିସ୍ତୃତ ଭାବରେ ଏ ଯୋଉ ସାଧନ ଭକ୍ତିର ବିଷୟରେ କୁହାଯାଇଛି। ତ ଆମେ ଏଇଠି ପଢିବା ସାଧନ ଭକ୍ତି କଣ ଆଉ କେମିତି ତାକୁ ପାଳନ କରିବା। ପ୍ରଭୁପାଦ କଣ କହୁଛନ୍ତି ନା ଏ ଶ୍ଲୋକରେ ଭକ୍ତି ଯୋଗର 2ଟା ବିଧି ଦେଖାଯାଇଛି। କଣ? ପ୍ରଥମଟା ଯୋଉଟା ଆମେ ପଢିଲେ ଉତ୍ତମ ଭକ୍ତି 9ରେ, ଯିଏ ଭଗବାନଙ୍କର ଦିବ୍ୟ ପ୍ରେମରେ ରହିଛି ଆଉ ଭଗବାନଙ୍କ ପ୍ରତି ଆସକ୍ତ ରହିଛି, ତା ପାଇଁ କୋଉଟା? ପ୍ରଥମଟା ପ୍ରଯୁଜ୍ୟ। ଆଉ ଏଇଟା ଯୋଉଟା ବି ଆମେ ପଢିଲେ ଭଗବାନଙ୍କ ପ୍ରତି ଯାହାର ମନରେ ପ୍ରେମ ଜାତ ହେଇନି, ଦ୍ୱିତୀୟ ପ୍ରକାରର ଭକ୍ତ, ସେମାନେ କଣ କରିବେ? ନା ସାଧନ ଭକ୍ତିର ନୀତି ନିୟମ ସାଧନକୁ ମାନିବାକୁ ପଡିବ ଆଉ ତାର ଅଭ୍ୟାସ କରିବାକୁ ପଡିବ। କେମିତି? ନା 4ଟା ଆଗରୁ ଉଠିକି ଗାଧେଇ ପାଧେଇ ୟା ତ ମନ୍ଦିରରେ ନହେଲେ ଘରେ 4:30 ବେଳେ ଆମକୁ ମଙ୍ଗଳ ଆରତି କରିବାକୁ ପଡିବ। ସାଧନ ଭକ୍ତି। ଆଉ କଣ? 16 ମାଳା କରିବାକୁ ପଡିବ। ଏକାଦଶୀ ବ୍ରତ କରିବାକୁ ପଡିବ। ଧୀରେ 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 ଯେତେବେଳେ ଆମେ ଏଇ ପ୍ରକାର ସାଧନ ଭକ୍ତିକୁ ଆପଣେଇବା, ତାହେଲେ ନିଶ୍ଚିତ ରୂପରେ ଆମର କଣ ହବ? ଧୀରେ ଉନ୍ନତି ହବ। ଭଗବାନଙ୍କର କଣ? ଧୀରେ ଧୀରେ ଭଗବାନଙ୍କର ଉପରେ ଆମର ମନ ସ୍ଥିର ହବ। ଏଇ ଯୋଉ ସାଧନ ଭକ୍ତି କରୁଛନ୍ତି, ୟା ଦ୍ଵାରା କଣ ହଉଛି? ନା ଆମର ଇନ୍ଦ୍ରିୟ ମାନେ କଣ ହଉଛନ୍ତି? ଶୁଦ୍ଧ ହଉଛନ୍ତି। ଇନ୍ଦ୍ରିୟକୁ କଣ ଯଦି ଆମେ ନିଜ ସୁଖରେ ବା ନିଜ ତୁଷ୍ଟି ପାଇଁ ଲଗେଇକି ରଖିବା, ତାହେଲେ ଆମେ କଣ ହବ? ନା ଭୌତିକ ବିକାର ଆଡକୁ ପଳେଇବ। କିନ୍ତୁ ଯେତେବେଳେ ଆମେ କଣ ସକାଳୁ 4ଟାରେ ଉଠିବା, ତପସ୍ୟା, ଉଠିକି କଣ କରୁଛନ୍ତି? ନା ଆମେ ଭଗବାନଙ୍କର କଣ କରୁଛନ୍ତି? ନା ମଙ୍ଗଳ ଆରତି କରୁଛନ୍ତି। ତାମାନେ ଇନ୍ଦ୍ରିୟକୁ କଣ କରୁଛନ୍ତି? ଭକ୍ତି ଯୋଗ ଅଭ୍ୟାସ ଦ୍ଵାରା ଇନ୍ଦ୍ରିୟକୁ ଭଗବାନଙ୍କର ପ୍ରତ୍ୟେକ ସେବାରେ ଲଗଉଛନ୍ତି। ତେଣୁ ଇନ୍ଦ୍ରିୟକୁ ଶୁଦ୍ଧ କରୁଛନ୍ତି। ତ କଣ ହବ? ନା ଯେମିତି ଆମେ ଆମର ସେବା କୌଣସି ଯେମିତି କୌଣସି ଯିଏ ନୌକର ତାର ମାଲିକ ପାଇଁ କରେ, ତାକୁ କଣ ମିଳେ? ପଇସା ଦେଇଦିଏ। କିନ୍ତୁ କଣ ତାକୁ ସେବା ମିଳେ? ସ୍ନେହ ମିଳେ? ମିଳେନି। ଏ କାମ କଲା, ମାଲିକ ତାକୁ ପଇସା ଦିଏ। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ପାଇଁ ଏମିତି କାମ କରନ୍ତି, ତ ଭଗବାନ କଣ କରନ୍ତି? ନା ଧୀରେ ଧୀରେ ଆମ ଇନ୍ଦ୍ରିୟକୁ ଶୁଦ୍ଧ କରିକି ଭଗବାନଙ୍କ ସହିତ ପ୍ରେମର ଆଦାନ ପ୍ରଦାନ ଯୋଉ ସମୟରେ ହେଇପାରିବ, ଏଇ ପ୍ରକାର ଆମକୁ ଉନ୍ନତ କରନ୍ତି, ଯାହା ଦ୍ଵାରା ଭଗବାନଙ୍କ ସହିତ ବିଶୁଦ୍ଧ ପ୍ରେମର ଆଦାନ ପ୍ରଦାନ ଆମେ କରିପାରିବା। କାହିଁକି ନା ଆମ ଜୀବନର ମୁଖ୍ୟ କଣ? ଲକ୍ଷ୍ୟ ଭଗବାନଙ୍କର ପ୍ରେମକୁ ପ୍ରାପ୍ତ କରିବା। ଆଉ କଣ? ନା ଭଗବାନଙ୍କ ସହିତ ଯୋଉ ପ୍ରେମ ପ୍ରତ୍ୟେକ ଜୀବର କଣ ହୃଦୟରେ ସୁପ୍ତ ଅବସ୍ଥାରେ ଅଛି। ରୂପ ଗୋସ୍ୱାମୀ ବହୁତ ଭଲ ଭାବରେ ଆକୁ ଲେଖିଛନ୍ତି। କଣ? ନା ପ୍ରତ୍ୟେକ କାଠରେ ନିଆଁ ଅଛି ସୁପ୍ତ ଅବସ୍ଥାରେ। ସେ ଜଳିବ କେତେବେଳେ? ଯେତେବେଳେ ନିଆଁର ସଂସ୍ପର୍ଶରେ ଆସିବ। ଠିକ ସେମିତି ଆମର ହୃଦୟରେ ମଧ୍ୟ ଭଗବାନଙ୍କ ପ୍ରତି ସ୍ୱାଭାବିକ ପ୍ରେମ ଅଛି। କିନ୍ତୁ କେତେବେଳେ ସେଟା ଆସିବ? ଯେତେବେଳେ ଆମେ ଇନ୍ଦ୍ରିୟକୁ ଶୁଦ୍ଧ କରିବା। କାହା ଦ୍ଵାରା? ନା କୌଣସି ଭକ୍ତର ସମ୍ପର୍କରେ ଆସିକି କିମ୍ବା ଗୁରୁଙ୍କର ସମ୍ପର୍କରେ ଆସିକି ଆମେ କଣ କରିବା? ଏଇ ଯୋଉ ସାଧନ ଭକ୍ତିର ଅଭ୍ୟାସ କରିବା। ତା ସହିତ କଣ କରିବା? ନା ଭଗବାନଙ୍କର
ସଂସ୍ପର୍ଶରେ ଆସିଯିବ। ତ ଏଠି କଣ କୁହାଯାଇଛି ନା ସାଧନ ଭକ୍ତିରେ ଅଭ୍ୟାସ କରିବାକୁ ହେଲେ କଣ କରିବାକୁ ପଡିବ? ସୁଦକ୍ଷ ଆଚାର୍ଯ୍ୟଙ୍କର ଅଧୀନରେ ରହିକି ଅଭ୍ୟାସ କରିବାକୁ ପଡିବ। କାହିଁକି ନା ଇନ୍ଦ୍ରିୟ ମାନେ ଏତେ ମାନେ କଣ ନା ଚାଲାକ, ଆମକୁ ଅନ୍ୟ ଅନ୍ୟ ରାସ୍ତାରେ ସବୁବେଳେ ନେବା ପାଇଁ ରେଡି ହେଇକି ଥାନ୍ତି। ଚଞ୍ଚଲମ ହି ମନମ ମନଃ କୃଷ୍ଣ, କଣ ଅର୍ଜୁନ 6 ଅଧ୍ୟାୟରେ କହିଥିଲେ ନା, ମୋ ମନଟା ଏତେ ଚଞ୍ଚଳ, ମୁଁ ବାୟୁକୁ ରଖିଦେବି ହାତରେ କିନ୍ତୁ ମନକୁ ରଖିପାରିବିନି। ତ ସେମିତି ଆମର ଇନ୍ଦ୍ରିୟ ମାନେ। ତ ଏ ଇନ୍ଦ୍ରିୟ ମାନଙ୍କୁ କେମିତି କଣ୍ଟ୍ରୋଲ କରିହବ? ଯଦି କଣ ଅଭ୍ୟାସ ହେତୁ ବୈରାଗ୍ୟେନ, ଭଗବାନ କହିଲେ ଅଭ୍ୟାସ ଦ୍ଵାରା, ବୈରାଗ୍ୟ ଦ୍ଵାରା। ଏ ଅଭ୍ୟାସ କେମିତି କରିପାରିବା? ଯଦି ଆମେ କୌଣସି ଶୁଦ୍ଧ ଭକ୍ତ କିମ୍ବା ଗୁରୁଙ୍କର ଅଧୀନରେ ରହିକି ଅଭ୍ୟାସ। ତ କେମିତି ହବ ନା ସକାଳୁ ଉଠିକି ସ୍ନାନ କରିକି ମନ୍ଦିରକୁ ଯିବା। ଯେମିତି ଆମେ କହିଲେ ଯାହାର ମନ୍ଦିର ଦୂର, ଘରେ ତମେ କଣ କର ନା କଳାରତି କରିବ, ପ୍ରାର୍ଥନା କରିବା, ହରେ କୃଷ୍ଣର କୀର୍ତ୍ତନ କରିବା, 16 ମାଳା ଜପ କରିବା। ଆଉ କଣ ଭଗବାନ କଣ କହିଲେ? ପତ୍ରಂ ପୁଷ୍ପಂ ଫଳಂ ତୋୟଂ ଏବ ଭକ୍ତ୍ୟା ପ୍ରୟଚ୍ଛତି। ତ ଭଗବାନଙ୍କୁ ନିଶ୍ଚିତ ରୂପରେ ଅର୍ପଣ କରିକି ତାପରେ ଆମେ ତାକୁ ପ୍ରସାଦରେ ନେବା। ବିନା ଅର୍ପଣ କରିକି କେବେ ବି ପ୍ରସାଦ ନେବା ନାହିଁ। ଆଉ କଣ ଏଇପରି ବହୁତ ନିୟମ ଅଛି। ତ ବିଭିନ୍ନ ପ୍ରକାର ନୀତି ନିୟମର ଅଭ୍ୟାସ କଲେ କଣ ହବ ନା ଆମର ଇନ୍ଦ୍ରିୟ ଶୁଦ୍ଧ ହବ। ତାପରେ ପ୍ରଭୁପାଦ କଣ କହୁଛନ୍ତି ନା ଶୁଦ୍ଧ ଭକ୍ତଙ୍କ ଠାରୁ ଭଗବତ ଗୀତା ଭାଗବତର ଶ୍ରବଣ କରିବାକୁ। ତା ଦ୍ଵାରା କଣ ହବ ନା ଯଦି ଏମିତି ଆମେ ଅଭ୍ୟାସ କରିବା ତାହେଲେ ଆମେ ଧୀରେ ଧୀରେ ଭଗବତ ପ୍ରେମର ସ୍ତରକୁ ଉନ୍ନତି କରିପାରିବା। ଆଉ ନିଶ୍ଚିତ ରୂପରେ ତାପରେ ଭଗବତ ଧାମକୁ ଯାଇପାରିବା। କିନ୍ତୁ ଏସବୁ ଅଭ୍ୟାସ କେମିତି କରିବାକୁ ପଡିବ ନା ଏକ ଉପଯୁକ୍ତ ଆଚାର୍ଯ୍ୟଙ୍କର ଅଧୀନରେ ରହିକି ଏ ସାଧନ ଭକ୍ତିର ଅଭ୍ୟାସ କଲେ ନିଶ୍ଚିତ ରୂପରେ କଣ ଭଗବତ ପ୍ରେମକୁ ସ୍ତରକୁ ଉନ୍ନତି କରିବ। କିନ୍ତୁ କଣ୍ଡିସନ ନିଜେ ନିଜେ ଆମେ କରିପାରିବାନି। ଆମକୁ କାହାର ଅଧୀନରେ ଶୁଦ୍ଧ ଭକ୍ତ କିମ୍ବା ଗୁରୁଙ୍କର ଅଧୀନରେ ରହିକି ଏ ସାଧନ ଭକ୍ତିର ଅଭ୍ୟାସ କରିବାକୁ ପଡିବ। ଯଦି ଆମେ ସାଧନ ଭକ୍ତିର ବି ଅଭ୍ୟାସ କରିପାରିବାନି ତାହେଲେ କଣ ହବ? ଏଠି ଭଗବାନ ଆଉଥରେ କହିଛନ୍ତି, ହରେ କୃଷ୍ଣ। ହରେ କୃଷ୍ଣ। ଶ୍ଲୋକ ସଂଖ୍ୟା 10। ଅଭ୍ୟାସେऽପ୍ୟସମರ್ಥୋଷି ମତ୍କର୍ମ ପରମೋ ଭବ ମଦର୍ଥମପି କର୍ମାଣି କୁର୍ବନ୍ ସିଦ୍ଧିମବାପ୍ସ୍ୟସି। ଅନୁବାଦ, ଯଦି ତୁମେ ଭକ୍ତି ଯୋଗର ସାଧନ ପ୍ରଣାଳୀ ଅଭ୍ୟାସ କରିନପାରିବ ତାହେଲେ ମୋ ପାଇଁ କାମ କରିବାକୁ ଚେଷ୍ଟା କର, କାରଣ ମୋ ପାଇଁ କାର୍ଯ୍ୟ କରିବା ଦ୍ୱାରା ତୁମେ ଠିକ ସ୍ତରକୁ ଆସିଯିବ। ହରେ କୃଷ୍ଣ। ହରେ କୃଷ୍ଣ। ଦେଖ ଭଗବାନ କେତେ ଦୟାଳୁ। ଫାଷ୍ଟ କହିଲେ କି କଣ? ମୋ ଠାରେ ମନ ରଖ, ମୋ ଠାରେ ବୁଦ୍ଧି ରଖ, ବିଲକୁଲ ଶୁଦ୍ଧ ଭକ୍ତି ମୋ ଠାରେ କର। ଯଦି ତମେ ନ କରିପାରୁଛ ସାଧନ ଭକ୍ତି କର, ଭକ୍ତି ଯୋଗର ଅଭ୍ୟାସ କର। ଏବେ କହୁଛନ୍ତି ଯଦି ତମେ ଭକ୍ତି ଯୋଗର ସାଧନକୁ ବି ଅଭ୍ୟାସ ନ କରିପାରିବ ତାହେଲେ କଣ ନା ମୋ ପାଇଁ ତ କାମ କର, ଚେଷ୍ଟା କର ମୋ ପାଇଁ କାମ କରିବାକୁ। ମୋ ପାଇଁ କାମ କଲେ ମଧ୍ୟ ତମେ ଠିକ ସ୍ତରକୁ ଠିକ ରାସ୍ତାକୁ ଆସିପାରିବ। ତ ଦେଖ ଏଠି ପ୍ରଭୁପାଦ କଣ କହିଛନ୍ତି ନା ଯେଉଁ ବ୍ୟକ୍ତି ଗୁରୁଙ୍କ ଅଧୀନରେ ରହି ଭକ୍ତି ଯୋଗ ବା ସାଧନା ଅଭ୍ୟାସ କରିପାରିବ ନାହିଁ ବା ଅକ୍ଷମ, ତାହେଲେ ତାକୁ କଣ କରିବାକୁ ପଡିବ? ଭଗବାନଙ୍କର ନିମିତ୍ତ ପାଇଁ, ଭଗବାନଙ୍କ ପାଇଁ ତାକୁ କର୍ମ କରିବାକୁ ପଡିବ। ୟା ଦ୍ଵାରା ମଧ୍ୟ ସିଏ ଶୁଦ୍ଧ ସ୍ତରକୁ ଆସିପାରିବ। ଆଉ ଏଇଟା କେମିତି କରିବାକୁ ପଡିବ? କାଲି ଆମେ ପଢିଥିଲେ କଣ ଗୀତାର ସାର ରୂପରେ ପ୍ରଭୁପାଦ ବି ବର୍ଣ୍ଣନା କରିଥିଲେ 55 ଶ୍ଲୋକରେ। କଣ ନା ଆମକୁ ସେବା କରିବାକୁ ପଡିବ। ସେବା ଦ୍ଵାରା ଆମେ ପ୍ରାପ୍ତ ହେଇପାରିବ। ତ ଯୋଉମାନେ ଭଗବାନଙ୍କର ପ୍ରଚାର କରୁଛନ୍ତି, କୃଷ୍ଣ ଭାବନାର ପ୍ରଚାର, ତା ପାଇଁ ସହାନୁଭୂତିଶୀଳ ହେବାକୁ ପଡିବ। ଦେଖିବା ଆମେ ବହୁତ ଏମିତି ଭକ୍ତ ଅଛନ୍ତି ଯୋଉମାନେ ଭଗବାନଙ୍କର ପ୍ରଚାର କରୁଛନ୍ତି, ଅନ୍ୟମାନଙ୍କୁ ସାହାଯ୍ୟ କରୁଛନ୍ତି। ଏବେ ଇଏ ହରେ କୃଷ୍ଣା ଟିଭି ବୋଲି ଗୋଟେ ଚ୍ୟାନେଲ ଅଛି,
ଯାହାର ଅନଲାଇନ ରେ ସେମାନେ ଦେଖନ୍ତି, କୁହନ୍ତି କି କାହାର କିଛି ଅସୁବିଧା ହେଲେ ଆମର କଲ୍ ସେଣ୍ଟରକୁ କଲ୍ କର। ସେମାନେ ଏମିତି ବହୁତ ଲୋକ ଯୋଉମାନେ ସୁଇସାଇଡ କରିବା ଅବସ୍ଥାରେ ଥିଲେ ତାଙ୍କୁ ସେମାନେ ବଞ୍ଚେଇ ପାରୁଛନ୍ତି। ତ ଏମିତି ବହୁତ ଲୋକ ଅଛନ୍ତି। ତ କଣ ଏଇଠି କହୁଛନ୍ତି ନା ଯଦି କୌଣସି ବ୍ୟକ୍ତି ପ୍ରତ୍ୟକ୍ଷ ଭାବରେ ଭକ୍ତି ଯୋଗର ସାଧନ ପ୍ରଣାଳୀକୁ ଅଭ୍ୟାସ କରିପାରୁନି ସିଧା ସିଧା, ତାହେଲେ କଣ କରିବାକୁ ପଡିବ? ତାକୁ ଯୋଉମାନେ ଭକ୍ତି ଯୋଗରେ ନିୟୋଜିତ ଅଛନ୍ତି, ଭକ୍ତି ଯୋଗ ପାଇଁ କର୍ମ କରୁଛନ୍ତି, ସେ କର୍ମରେ ତାକୁ ସହାୟତା କରିବାକୁ ପଡିବ। କେମିତି? ନା ଯଦି ତା ପାଖରେ ଜମି ଅଛି ବହୁତ, ଜମି ଦେଇପାରିବ। ଯଦି ତା ପାଖରେ ଧନ ଅଛି, ଧନ ଦେଇକି ସାହାଯ୍ୟ କରିପାରିବ। ଯଦି ତା ପାଖରେ ଧନ ନାହିଁ, ଜମି ନାହିଁ, ଶ୍ରମ ତ କରିପାରିବ, ମନ୍ଦିରର ମାର୍ଜନ କରିପାରିବ, ମନ୍ଦିର ପାଇଁ ତାର ଶ୍ରମ ଦାନ ତ କରିପାରିବ। ତ କିଛି ନା କିଛି ତାକୁ କରିବାକୁ ପଡିବ। ଠିକ ଅଛି କି ନାଇଁ? ତ ଯେମିତି ଏଠି କଣ ଉଦାହରଣ ଦଉଛନ୍ତି ପ୍ରଭୁପାଦ, ଯେମିତି ଜଣେ ବ୍ୟକ୍ତିକୁ କଣ ଗୋଟେ ସ୍ଥାନରେ ରହିକି ବ୍ୟବସାୟ କରିବା ପାଇଁ କିଛି ନା କିଛି ତାକୁ ଧନ ଉପାର୍ଜନ କରିବାକୁ ପଡୁଛି, ଶ୍ରମ କରିବାକୁ ପଡୁଛି, ତା ଦ୍ଵାରା ସେ ତାର ବ୍ୟବସାୟକୁ ବଢାଉଛି। ଠିକ ସେମିତି ସିଏ ଭଗବାନଙ୍କ ପାଇଁ କର୍ମ କରିକି ଭଗବାନ ପାଇଁ ସେବା କରିବାକୁ ପଡିବ। ତ କଣ ଏଥିରେ ଫରକ? ନା ଏଇ ସବୁ କାମ ଯେତେବେଳେ ନିଜ ପାଇଁ କରୁଛି ବ୍ୟକ୍ତି, ତାହେଲେ ସେ ଭୌତିକ ଜଗତରେ ନିଜର ଇନ୍ଦ୍ରିୟ ତୃପ୍ତି କରୁଛି। କିନ୍ତୁ ଯଦି ସେ କୃଷ୍ଣ ପାଇଁ କର୍ମ କରୁଛି, ତାହେଲେ କଣ ହେଇଯାଉଛି? ଅକର୍ମ ହେଇଯାଉଛି। କର୍ମଣ୍ୟ ହ୍ୟୁପି ବୋଧବ୍ୟମ୍ ବୋଧବ୍ୟମ୍ ଚ ବିକର୍ମଣଃ ଅକର୍ମଣଶ୍ଚ ବୋଧବ୍ୟମ୍ ଗହନା କର୍ମଣାଂ ଗତି। ନିଜ ପାଇଁ କର୍ମ କଲେ ସକାମ କର୍ମ, ଶାସ୍ତ୍ର ବିରୁଦ୍ଧ କର୍ମ କଲେ ବିକର୍ମ, ଆଉ ଭଗବାନ ପାଇଁ କର୍ମ କଲେ କଣ? ନା ଦିବ୍ୟ କର୍ମ। ଆମେ ଯଦି ପୁଣ୍ୟ କର୍ମ କରିବା ସ୍ୱର୍ଗକୁ ଯିବା, ପୁଣ୍ୟ ସରିଗଲେ ତଳକୁ ଢାଇକିନା ପଡିଯିବା। ପାପ କର୍ମ କରିବା କଣ? ଯମଲୋକକୁ ଯିବା, ନର୍କ ଲୋକକୁ ଯିବା। ତେଣୁ କର୍ମର ଫଳ ଅଛି, କିନ୍ତୁ ଯଦି ଭଗବାନ ପାଇଁ କର୍ମ କରିବା ଅକର୍ମ ହେଇଯିବ, କୌଣସି ଫଳ ତାର ମିଳିବ ନାହିଁ। ସେ ଫଳକୁ ଆମକୁ ଦରକାର ନାହିଁ, କାହିଁକି ନା ସେ କର୍ମ ଦିବ୍ୟ କର୍ମ ହେଇଯିବ। ତେଣୁ ଏଇଠି ଭଗବାନ କଣ କହୁଛନ୍ତି କି ଆମର କର୍ମକୁ ଭଗବାନ ପାଇଁ କରିବାକୁ ପଡିବ। ତ ତିନିଟା ଷ୍ଟେପ ଭଗବାନ କହିଲେ। ଠିକ ଅଛି। ତ କାଲି 11ରୁ 20 ଆମେ ବାକି ଯୋଉ ଆଗକୁ ଶ୍ଲୋକର ଚର୍ଚ୍ଚା କରିବା। ତ ଆଜିର କାହାର କିଛି ପ୍ରଶ୍ନ ଅଛି ତ ଆପଣ ପଚାରି ପାରନ୍ତି। ଛୋଟିଆ ଅଧ୍ୟାୟ କିନ୍ତୁ ବହୁତ ଗୁରୁତ୍ୱ ଆଉ ମହତ୍ୱପୂର୍ଣ୍ଣ। ହରେ କୃଷ୍ଣ। ପ୍ରଶ୍ନ ଅଛି? ଆପଣ ହ୍ୟାଣ୍ଡ ରାଇଜ କରିଛନ୍ତି ପ୍ରଭୁଜୀ। ଇନଫିନିକ୍ସ ନୋଟ 4 କିଛି ପ୍ରଶ୍ନ ଅଛି? ପଚାରନ୍ତୁ ପ୍ରଭୁଜୀ। ହରେ କୃଷ୍ଣ ପ୍ରଭୁଜୀ, ଏଇଟା ହଁ, ମୋର ହରେ ପ୍ରଥମ କୃଷ୍ଣ ମାତ୍ର ମାତାଜୀ ପ୍ରଭୁଜୀ। କୁହନ୍ତୁ। ପ୍ରଭୁଜୀ, ଯୋଉ ବ୍ରହ୍ମ, ପରମାତ୍ମା, ଭଗବାନ, ସେ ବିଷୟରେ ଟିକେ ପ୍ରଭୁଜୀ ବୁଝେଇବେ। ହଁ, ନା କଣ କୁହାଯାଏ ନା ଭଗବାନଙ୍କ ପାଖକୁ ପହଞ୍ଚିବା ପାଇଁ 3ଟା ଚରଣ ଅଛି। କଣ? ନା ପ୍ରଥମ ହେଲା ବ୍ରହ୍ମ। ବ୍ରହ୍ମ ମାନେ ଭଗବାନଙ୍କର ତେଜ, ଶରୀରର ତେଜ। ଯୋଉମାନେ ଭଗବାନଙ୍କର ରୂପକୁ ମାନନ୍ତିନି, ଭଗବାନଙ୍କୁ ତ ମାନନ୍ତି କିନ୍ତୁ ତାଙ୍କୁ କଣ କୁହାଯାଏ? ନିର୍ବିଶେଷବାଦୀ, ନିରାକାରବାଦୀ। ବହୁତ ଅଛନ୍ତି ଅଲଗା ଅଲଗା ନାଁ, ତାଙ୍କୁ ନାଁ ବି ନେବା ଠିକ ନାହିଁ। ତ ସେମାନେ ଭଗବାନଙ୍କ ରୂପକୁ ମାନନ୍ତିନି, କହନ୍ତି ଭଗବାନ ନିରାକାର, ନିର୍ଗୁଣ। ତ ସେମାନେ ସେ ବ୍ରହ୍ମ ଜ୍ୟୋତିକୁ ପୂଜା କରନ୍ତି, ଯୋଉଟା ଭଗବାନଙ୍କର ଶରୀରରୁ ଆସେ। ତ ସେଇଟା ହେଲା ଗୋଟିଏ ସ୍ତର। ସେକେଣ୍ଡ ହେଲା ଯୋଉମାନେ ଯୋଗୀ ମାନେ ଧ୍ୟାନ କରନ୍ତି ଆମ ଶରୀରରେ ଥିବା ପରମାତ୍ମାକୁ ଧ୍ୟାନ। ପରମାତ୍ମା ବି ଭଗବାନଙ୍କର ଅଂଶ, ସ୍ୱୟଂ ଭଗବାନ ନୁହେଁ। ତାପରେ ଆସନ୍ତି ଭଗବାନ ସ୍ୱୟଂ ନିଜେ। ଆକୁ ଆମ ଗୁରୁ ମହାରାଜ ବହୁତ ବଢିଆ ଉଦାହରଣ ଦିଅନ୍ତି। ମନେକର ଗୋଟିଏ ଲୋକ, କିଛି ଜଣ ଥିବେ 3-4 ଜଣ, ସେମାନେ ଟ୍ରେନ କେବେ ଦେଖିନଥିବେ। ପ୍ରଥମେ ଟ୍ରେନ ଦେଖିବାକୁ ଯିବେ। ଯିବେ ଷ୍ଟେସନରେ, ଟ୍ରେନ ପାଇଁ ୱେଟ୍ କରିବେ। ତ ୱେଟ୍ କରୁ କରୁ ଟ୍ରେନ ଲେଟ୍ ଥିବ, ଅନ୍ଧାର ହେଇଯିବ। ଅନ୍ଧାରରେ ଯଦି ଟ୍ରେନ ଆସିବ, ଆମେ କଣ ଦେଖିପାରିବା? ଟ୍ରେନର ଲାଇଟ୍ ଦେଖିପାରିବା। ଲାଇଟ୍ ଦେଖିପାରିବା କି ନାହିଁ ଦୂରରୁ? ଆଜ୍ଞା ପ୍ରଭୁଜୀ। ତ ଯିଏ ଜଣେ ଫାଷ୍ଟ ଦେଖିଲା କଲାରେ ଟ୍ରେନ ମାନେ ଏଇର ଲାଇଟ୍ ଟା, ସିଏ ଉଠିକି ପଳେଇଗଲା। ଆଉ ଯୋଉ ରହିଥିଲେ 2 ଜଣ, କିଛି ସମୟ ଜଣେ ରହିଲା, ଟିକେ ପାଖକୁ ଆସିଲେ ଆମେ କଣ ଦେଖିବା?
ଲାଇଟ୍ ସହିତ ଗୋଟେ ଲମ୍ବା କଳା ହେଇକି ଗୋଟେ ଜିନିଷଟେ କଣ ଅଛି। ସେ କହିଲା ଟ୍ରେନ ମାନେ ଏଇଆ, ଲାଇଟ୍ ଆଉ ଗୋଟେ ଲମ୍ବା କଳା ଗୋଟେ ସାପ ଭଳିଆ ଜିନିଷ। ଆଉ ଯିଏ ଲାଷ୍ଟ ପର୍ଯ୍ୟନ୍ତ ରହିଲା ସେ କଣ ଦେଖିଲା, ଟ୍ରେନ ମାନେ ଲାଇଟ୍ ଅଛି, ଗୋଟେ ଲମ୍ବା କଳା ଭଳିଆ ଜିନିଷ ଅଛି, ସେଟା ଆସୁଛି, ସେଥିରେ କମ୍ପାର୍ଟମେଣ୍ଟ ଅଛି, ଏସି ଅଛି, ଥାର୍ଡ ଏସି ଅଛି, ସେକେଣ୍ଡ ଏସି ଅଛି, ଜେନେରାଲ ଅଛି, ଇଞ୍ଜିନ ଅଛି, ଡ୍ରାଇଭର ଅଛି। ତ ଯିଏ ଭକ୍ତି ମାର୍ଗରେ ରୁହେ, ଭକ୍ତି ମାର୍ଗକୁ କୁହାଯାଏ କଣ, ଲିଫ୍ଟ, ଆଉ ଅନ୍ୟ ମାର୍ଗ ହଉଛି ସିଡି। ତ ଯିଏ ଲାଷ୍ଟ ପର୍ଯ୍ୟନ୍ତ ରୁହେ ଭକ୍ତି ମାର୍ଗରେ ହିଁ ଲାଷ୍ଟ ପର୍ଯ୍ୟନ୍ତ ରହିପାରିବ, ଅନ୍ୟ ମାର୍ଗରେ କଣ ଫଲ୍ ଡାଉନ୍ ଜଲ୍ଦି। ତେଣୁ ସେମାନେ ଭଗବାନଙ୍କୁ ଜାଣିପାରିବେ। ତେଣୁ ତିନି ପ୍ରକାର ସ୍ତରରେ ଭଗବାନ, ଯିଏ ବ୍ରହ୍ମ କୁ ଯାଇକି ମଧ୍ୟ ରହିପାରିଲା ଭକ୍ତିରେ, ସେ ପରମାତ୍ମାକୁ ଦର୍ଶନ କରିବ, ତାପରେ ଭଗବାନଙ୍କୁ ଦର୍ଶନ କରିବ। ଭକ୍ତ ସିଧା ସିଧା ଭଗବାନଙ୍କୁ ଦର୍ଶନ। ତ ଏଇଟା ହଉଛି ତିନିଟା ଯୋଉ ସ୍ତର, ବ୍ରହ୍ମେତି ପରମାତ୍ମେତି ଭଗବାନ। ଯେମିତି ପ୍ରଭୁପାଦ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ ଆର ଦେଇଛନ୍ତି ଉଦାହରଣ କଣ, ନା ସୂର୍ଯ୍ୟର ଆଲୋକ, ଯୋଉ ଆଲୋକ ସୂର୍ଯ୍ୟର ତାର ରଶ୍ମିଟା, ତାପରେ କଣ ନା ସୂର୍ଯ୍ୟର ଯୋଉ କଣ କୁହାଯିବ ତାର ଯୋଉ ସୂର୍ଯ୍ୟର ତାର ମଝିର ଅଂଶ ଯୋଉଠୁ କିରଣ ବାହାରୁଛି, ଆଉ ଆଲୋକ ବଳୟ। ହଁ ବଳୟ ଯୋଉଟା କହିବା, ଆଉ ଗୋଟେ ହଉଛି କଣ ନା ସୂର୍ଯ୍ୟ ଲୋକ ନିଜେ। ତ ତିନିଟା ହେଇଗଲା ନା। ତ ସେମିତି ଭଗବାନଙ୍କର ତିନିଟା, ପ୍ରଥମେ ବ୍ରହ୍ମ, ତାପରେ ପରମାତ୍ମା, ତାପରେ ଭଗବାନ। ଭାଗବତ ମାନେ ବହୁତ ସୁନ୍ଦର ଉଦାହରଣ ଦିଆଯାଇଛି। ଏ ଯୋଉ ପରମାତ୍ମା ରୂପ କଣ, 8 ଇଞ୍ଚ ଆମର ଗୋଟେ ଭିତା ଭଳିଆ, ଆଙ୍ଗୁଠି ସମାନ ଦେଖିବାକୁ, ପୁରା ବଢିଆ ବର୍ଣ୍ଣନା କରାହେଇଛି। କିଏ ବର୍ଣ୍ଣନା କରୁଛନ୍ତି ନା ପରୀକ୍ଷିତ ମହାରାଜ। ପରୀକ୍ଷିତ ମହାରାଜ ପିଲାବେଳେ ଦେଖିଥିଲେ, ଯେତେବେଳେ ତାଙ୍କୁ ବ୍ରହ୍ମାସ୍ତ୍ର ଆସିଥିଲା, ବ୍ରହ୍ମାସ୍ତ୍ର ବଞ୍ଚିବା ପାଇଁ ଭଗବାନ ଯାଇକି କଣ ବୁଲି ବୁଲି ଗଦାରେ ତାଙ୍କୁ ରକ୍ଷା କରୁଥିଲେ। ସେ ସମସ୍ତଙ୍କୁ କିଏ ସେ ଯାହାକୁ ମୁଁ ଗର୍ଭରେ ଦେଖିଥିଲି ବୋଲି ପରୀକ୍ଷା କରୁଥିଲେ, ତାଙ୍କ ନାଁ ପଡିଲା ପରୀକ୍ଷିତ। ଠିକ ଅଛି ମାତାଜୀ, ଆଉ କାହାର କିଛି ପ୍ରଶ୍ନ ଅଛି? ହରେ କୃଷ୍ଣ। ପ୍ରଭୁ ଆପଣ କହିଲେ ବ୍ରହ୍ମା ବୁଦ୍ଧି ତତ୍ଵରେ ତାଙ୍କ ଶରୀର ତିଆରି, ତ ସେଭଳି ଭାବେ ଦେବତା ମାନଙ୍କର ଶରୀର କୋଉ ତତ୍ଵରେ ତିଆରି, ଆଉ ଭଗବାନଙ୍କର ଶରୀର କୋଉ ତତ୍ଵରେ ତିଆରି? ହଁ ପ୍ରଭୁଜୀ ଦେଖନ୍ତୁ, ମାନେ ଦେଖ ଆମକୁ ପ୍ରତ୍ୟେକ ଜୀବ, ଦେଖ ଯୋଉମାନେ ମାନେ ପ୍ରଥମ ଜୀବ ହଉଛନ୍ତି କିଏ, ବ୍ରହ୍ମା। ବ୍ରହ୍ମାଙ୍କ ପରେ ଯେତେ ଅଛନ୍ତି ସମସ୍ତେ ଜୀବ ତତ୍ଵରେ ତିଆରି, ଜୀବ ତତ୍ଵ। କିନ୍ତୁ ସେଥିରୁ ଅଲଗା ଅଲଗା ଲୋକ ପାଇଁ ଅଲଗା ଅଲଗା କଣ ଶରୀର ଅଛି। ଏବେ ଆମେ ପାଣିରେ ରହିପାରିବାନି, ପାଣି ରହିଲେ ଆମେ ମରିଯିବା। କଣ ପାଇଁ, ଆମ ଶରୀର ପାଣି ପାଇଁ ତିଆରି ହେଇନି। ଆଉ କଣ, ଆମେ ଖାଇଲେ କେତେ ଖାଇପାରିବା, କିଲେ 2 କିଲୋ, କିନ୍ତୁ ହାତୀ ଟନ ଟନ ଓଜନର ଖାଇଦଉଛି। ତ ଯେମିତି ଆମେ ଏଇ ପୃଥିବୀ ଲୋକରେ ହିଁ ଦେଖୁଛନ୍ତି ଅଲଗା ଅଲଗା କଣ ନା କାର୍ଯ୍ୟ ପାଇଁ ଅଲଗା ଅଲଗା ଶରୀର ମିଳିଛି, ସେମିତି ଅଲଗା ଅଲଗା ଶରୀର କଣ ନିଜ କାର୍ଯ୍ୟ ଅନୁସାରେ ଭଗବାନ ଦେଇଛନ୍ତି ବ୍ରହ୍ମାକୁ, କାହିଁକି ନା ବ୍ରହ୍ମା ସୃଷ୍ଟି କରିବେ ତାଙ୍କର ବୁଦ୍ଧି ଶକ୍ତି, ତେଣୁ ତାଙ୍କୁ ବୁଦ୍ଧି ତତ୍ଵର ଶରୀର। ସେମିତି ଅଲଗା ଅଲଗା ଦେବତା ମାନେ କଣ କରନ୍ତି, ନିଜ ନିଜର କାର୍ଯ୍ୟ କରିବା ପାଇଁ, କାର୍ଯ୍ୟ ସମ୍ପନ୍ନ ପାଇଁ ତାଙ୍କୁ ଅଲଗା ଅଲଗା ଶରୀର। ୟା ଛଡା ଯେତେବେଳେ କୌଣସି ସାମାନ୍ୟ ଜୀବାତ୍ମାକୁ ଯେତେବେଳେ ସେ ସ୍ୱର୍ଗ ଲୋକକୁ ଭୋଗ କରିବା ପାଇଁ ଯିବ, ତାକୁ ଭୋଗ ଶରୀର ମିଳିବ। ଯୋଉ ଶରୀରରେ କଣ, ସେ ଭୋଗ ଅନନ୍ତ ଭୋଗ କରିପାରିବ, କେବଳ ଭୋଗ କରିବ। ଆମେ ଏଠି କଣ, ଏଠି ଟିକେ ଖାଇଲା ପରେ ପେଟ ଭରି ଯାଉଛି ନା, କିନ୍ତୁ ସେଠି ପୁରା ସେ ଭୋଗ କରିପାରିବ। ସେମିତି ଯିଏ ନର୍କକୁ ଯିବ, ତାକୁ କଣ କଷ୍ଟ ସହିବା ପାଇଁ ଶରୀର ମିଳିବ। ଏବେ ଆମେ କିଛି ଗୋଟେ ଲିମିଟ କଷ୍ଟ ସହିଲା ପରେ କଣ ହବ, ମୃତ୍ୟୁବରଣ କରିଯିବା। କିନ୍ତୁ ସେଇଠି କଣ, ସେ ଶରୀରରେ ତାକୁ କଣ ନା ଦଣ୍ଡ ପାଇବା ପାଇଁ ଶରୀର ମିଳିବ। ସେ ଶରୀରରେ ସିଏ ନିରନ୍ତର କଷ୍ଟ ହଉଥିବ କିନ୍ତୁ ମରିବ ନାହିଁ। ଆଉ ଯିଏ ଭଗବତ ଧାମକୁ ଯାଏ, ତାକୁ ଦିବ୍ୟ ଶରୀର ମିଳେ, ଭଗବାନଙ୍କର ସମାନ ରୂପୀ ଶରୀର। ଆଉ ଭଗବାନଙ୍କର ଶରୀର କଥା ଯୋଉ ଆପଣ ପଚାରିଲେ, ଭଗବାନଙ୍କର ଶରୀର ଆଉ ଆତ୍ମାରେ କୌଣସି ଫରକ ନାହିଁ। ବ୍ରହ୍ମ ସଂହିତାରେ ଭଗବାନଙ୍କ ଶରୀର ବିଷୟରେ ଟିକେ ଟିକେ କୁହାଯାଇଛି। କଣ, ଭଗବାନଙ୍କର ଯୋଉ ପ୍ରତ୍ୟେକ ଇନ୍ଦ୍ରିୟରେ ସେ ସବୁ କାମ କରିପାରିବେ। ଆଖିରେ ସେ ଖାଇପାରିବେ, ଆଖିରେ ସେ ଚାଲିପାରିବେ, ପାଦରେ ସେ ଦେଖିପାରିବେ। ତାଙ୍କର ଇନ୍ଦ୍ରିୟ କଣ ସବୁ ଦିବ୍ୟ।
କେବଳ ଭଗବାନ ନାହିଁ, ବୈକୁଣ୍ଠ ଲୋକରେ ପ୍ରତ୍ୟେକ ଜିନିଷର ଦିବ୍ୟ ସ୍ୱରୂପ ଅଛି। କାହିଁକି ନା ସେଇଠି ସବୁଗୁଡା ଶାଶ୍ୱତ। ତେଣୁ ଯୋଉ ଶରୀର ସମସ୍ତଙ୍କୁ ସବୁବେଳେ ମିଳେ, କିନ୍ତୁ ଅଲଗା ଅଲଗା ଲୋକ ଅନୁସାରେ ସେ ଶରୀର ଅଲଗା ଅଲଗା ହେଇଥାଏ। ବିନା ଶରୀରରେ ଜୀବାତ୍ମା କେବେ ବି ରୁହେନି। ଭୂତ ହେଲେ ଭୂତ ଶରୀର ମିଳୁଛି, ପ୍ରେତକୁ ଗଲେ ପ୍ରେତ ଶରୀର ମିଳୁଛି। ଆଉ ଯେତେବେଳେ ଆମର ପୂର୍ବପୁରୁଷ ମାନଙ୍କ ପାଖକୁ ଯାଆନ୍ତି ହେଲା, ସେଇଠି ଅଲଗା ଶରୀର ମିଳୁଛି। ମହର ଲୋକ ଗଲେ ସେଇଠି ତପସ୍ୟା ଯୋଉ ଜ୍ଞାନ ରୂପୀ ଶରୀର ମିଳୁଛି, ଯୋଉଠି ସେମାନେ ସବୁବେଳେ ଉଚ୍ଚ ଲୋକରେ ଜ୍ଞାନ ପ୍ରାପ୍ତ କରୁଛନ୍ତି। ଅଲଗା ଅଲଗା ଲୋକରେ ଅଲଗା ଅଲଗା ଶରୀର। ଆମେ ଦ୍ୱିତୀୟ ଅଧ୍ୟାୟରେ ପଢୁଛୁ ନା, ନିତ୍ୟ ସର୍ବଗତ ସ୍ଥାନ। ପ୍ରତ୍ୟେକ ଜାଗାରେ ଜୀବାତ୍ମା ଅଛି, କିନ୍ତୁ ତା ଅନୁସାରେ ତାର ଶରୀର ବି ବଦଳି ଯାଉଛି। ଠିକ ଅଛି ପ୍ରଭୁଜୀ? ଆଜ୍ଞା ପ୍ରଭୁ। ହରେ କୃଷ୍ଣ। ହରେ କୃଷ୍ଣ। ଆଉ କାହାର କିଛି ପ୍ରଶ୍ନ ଅଛି?